ସମୟରେ ଆମେ ଆରାଧନା କରିବା ପାଇଁ ଯିବା। କାରଣ ବାକ୍ୟରେ ଲେଖାଯାଏ, ହେ ସକଳ ଦେଶ ତୁମ୍ଭେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଆନନ୍ଦରେ ତାହାଙ୍କର ସେବା କର, ଗାନ କରି ତାହାଙ୍କ ଛାମୁକୁ ଆସ। ଆଉ ଯେଉଁ ପରମେଶ୍ୱରଙ୍କର ଗୌରବ ପ୍ରଶଂସା କି 24 ପ୍ରାଚୀନ ଚାରି ପ୍ରାଣୀ ଶହ ଶହ ଦୂତ ବାହିନୀ ମୁକୁଟ କାଢି ଧର୍ମମୟ 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 ପବିତ୍ର ପବିତ୍ର ବୋଲି କହନ୍ତି, ସେହି ପରମେଶ୍ୱରଙ୍କର ଗୌରବ ପ୍ରଶଂସା କରିବା ପାଇଁ ଯିବା। କାରଣ ସେ କହିଲେ, ପରମେଶ୍ୱର ତୁମେ ନେବଲ ବୀଣା ବଂଶୀରେ ମୋହର ଗୌରବ ପ୍ରଶଂସା କର। ଏବଂ ସେ କହିଲେ, ନିଶ୍ୱାସ ପ୍ରଶ୍ୱାସଧାରୀ ଯେତେ ପ୍ରାଣୀ ଜଗତରେ ଅଛନ୍ତି ସମସ୍ତେ ତାହାଙ୍କର ଗୌରବ ପ୍ରଶଂସା କର। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ଜଗତରେ ଅଛୁ, ଦୁଃଖରେ କି ସୁଖରେ, ରୋଗରେ କି ସଙ୍କଟରେ, ପ୍ରତି ଅବସ୍ଥାରେ ଆମେ ତାହାଙ୍କର ଗୌରବ ପ୍ରଶଂସା କରିବାର କର୍ତ୍ତବ୍ୟ ରହିଅଛି। ସେହି ଗୌରବ ପ୍ରଶଂସା କରିବା ନିମନ୍ତେ ଆଜି ଆମମାନଙ୍କର ସମ୍ମୁଖରେ ଆଉ ଯୁବା ପ୍ରଭୁଙ୍କର ଦାସ ଆଜି ଅଛନ୍ତି, ଯେ ଗୋଟିଏ ଆଉ ମଣ୍ଡଳୀର ବା କାଲବରୀ ଚର୍ଚ୍ଚର ଆଉ ହୋଷ୍ଟ ମହାଶୟ। ଆଉ ପ୍ରଭୁ ତାଙ୍କୁ ଏଇଭଳି ଭାବରେ ବ୍ୟବହାର କରୁଅଛନ୍ତି। ସେ ଜଣେ ଗାୟକ, ପରିଚାଳକ ଏବଂ ବାକ୍ୟଦାନ ମଧ୍ୟ ପ୍ରଦାନ କରନ୍ତି। ପ୍ରଭୁ ଛୋଟ ବୟସରେ ତାଙ୍କୁ ଗୋଟିଏ ଜୁମ୍ ଦେଇଛନ୍ତି, କାଲବରୀ ପ୍ରେୟର ଟାୱାର। ଆଉ ସେହି ଜୁମ୍କୁ ସେ ଏହି ଯୌବନ ଅବସ୍ଥାରେ ପରିଚାଳନା କରି ଆସୁଅଛନ୍ତି। ପ୍ରଭୁ ତାଙ୍କୁ ଉତ୍ତମ କଣ୍ଠ ମଧ୍ୟ ଦେଇଅଛନ୍ତି। ଆଉ ତାଙ୍କ ଗୀତ ମନ ଛୁଆ ହୃଦୟ ସ୍ପର୍ଶୀ। ଆଉ ସେହି ପ୍ରଭୁଙ୍କର ଦାସ ଅନଲାଇନ ଅଫଲାଇନରେ ସେ ପ୍ରଭୁଙ୍କର ଆରାଧନା କରି ଆସୁଅଛନ୍ତି। ସେ କେହି ନୁହନ୍ତି, ଆମମାନଙ୍କର ପ୍ରଭୁଙ୍କର ଯୁବା ଦାସ, ଆମମାନଙ୍କର କାଲବରୀ ପ୍ରେୟର ଟାୱାରର ହୋଷ୍ଟ ମହାଶୟ, ଆମମାନଙ୍କର ସିଂ ଆଜ୍ଞା। ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତାହାଙ୍କୁ ସମ୍ମୁଖକୁ ଆହ୍ୱାନ କରେ। ସେ ସମ୍ମୁଖକୁ ଆସିବା ସମୟରେ ଆମେ ପ୍ରତ୍ୟେକ ଉଚ୍ଚ କରତାଳ ସହିତ ତାଙ୍କୁ ସ୍ୱାଗତ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ବାବୁ Praise ପ୍ରେଜ୍ the ଦ Lord. ଲର୍ଡ। Praise the Lord. ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ। ଆଉ ବହୁତ ସୁନ୍ଦର ଭାବରେ ସ୍ୱାଗତ କଲେ ପ୍ରଭୁଙ୍କ ଦାସୀ, ଅତି ସୁନ୍ଦର। ଆଉ ଅନେକ ବିଷୟ ଗୁଡ଼ିକ କହିଗଲେ, ପ୍ରଭୁଙ୍କ ଦୃଷ୍ଟିରେ କିଛି ନୁହଁ। ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ ଏବଂ ସୁଯୋଗ ପାଇଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ, ପ୍ରଭୁଙ୍କ ଦାସଙ୍କୁ ଧନ୍ୟବାଦ ଦିଏ। ସକାଳୁ ପ୍ରମୋଦ ପରିଚ୍ଛା ଆଜ୍ଞାଙ୍କୁ ଦେଖିଲେ ମୋର ଫେସ୍ରେ ଚାର୍ମିଂ ଆସିଯାଏ, ତେଣୁ ଆଜ୍ଞାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ବହୁତ ବହୁତ ଧନ୍ୟବାଦ ସାର୍। ତେବେ ଆସୁ ଆମମାନେ ପ୍ରଭୁଙ୍କ ଗୌରବ ପ୍ରଶଂସା କରୁଥିବା କିଛି ଗୀତ ବୋଲି, କାରଣ ସେ ମଙ୍ଗଳମୟ ଅଟନ୍ତି, କ୍ରୋଧରେ ଧୀରେ ଅଟନ୍ତି, ଦୟାଳୁ ପରମେଶ୍ୱର ଅଟନ୍ତି। ତାଙ୍କର ଧନ୍ୟବାଦ କରୁ, ତାଙ୍କର ପ୍ରଶଂସା କରୁ। ଆମମାନେ ଯେତେ ଧନ୍ୟବାଦ ଦେଲେ ମଧ୍ୟ ସବୁକିଛି ଊଣା ହୋଇଯାଏ। ଆସୁ ସମ୍ପୂର୍ଣ୍ଣ ହୃଦୟରେ ସମସ୍ତ ମନ ପ୍ରାଣ ଦେଇ ପରମେଶ୍ୱରକୁ ଗୌରବ କରୁଥିବା। ତୁମର ଧନ୍ୟବାଦ କରୁଛୁ, ତୁମର ପ୍ରଶଂସା କରୁଛୁ। ହାଲେଲୁୟା। हे मंगलमय जीसु राजना, तुमे अनादीश्वर सत्य सदातन। हे मंगलमय जीसु राजना, तुमे अनादीश्वर सत्य सनातन। तुम आराधना करिबाकु एई मन मोर नीति जागु, तुमरी स्तुति करिबा पाई रहु मो प्राण वायु। हे मंगलमय जीसु राजना, तुमे अनादीश्वर सत्य सनातन। कृपामय जप जिह्वा जिरीश्वर, तुम नाम प्रभु जयगान करी
तार जीवन में प्रभु धन्य हो स्वयं भू ईश्वर स्वगौरव परिपूर्ण धन्यवाद करुच तुम प्रशंसा करुच तुम्हारी गुणानुवाद करुच तुम्हारी आराधना करुच प्रभु धन्यवाद करुच जिहोवा जीरीश्वर स्वगौरवे परिपूर्ण धन्य छारा जीवन गाई तुम जय गान तुमी स्वयं ईश्वर स्वगौरवे परिपूर्ण भक्ति भरी तब चरणे बीती जाऊ मो जीवन निबल शंकारे उच्च करताई गाउथिबी तुम नाम वीणार तनरे सुमधुर सुरे भजुथिबी नीतिदिन हे मंगलमय जीसु राजन तुमे अनादीश्वर सत्य सनातन गौरव हो प्रभु तुम्हारी प्रशंसा हो राजा आज सुंदर प्रभात तुम चंचला माने आसी प्रभु तुम्हारी गौरव हो परमेश्वर प्रभु हालेलुया 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 आसो माने आउ गोटे गीत गाइमे परमेश्वर को प्रशंसा करुथिबा कारण तांको प्रेम तांको दया तांको अनुग्रह आमान को पाय असीम अटे अपार अटे किपरि वर्णना करी हो से प्रेम को कौन दे आमे तांको प्रेम को तांको बलिदान को आमने परमेश्वर को गौरव करी महिमा करुवा करताल दे समस्त मन प्राण दे सेवा करने से आशा करते प्रत्येक मनुष्य को सृष्टि कर गौरव करू प्रशंसा करू प्रेम को स्मरण करू मोपाई खुशी गाल मारी हे जिसु हे मोपाई खुशी गाल मारी हे क्रूसधारी मोपाई खुशी गाल मारी हे जिसु हे मोपाई खुशी गाल मारी मो व्यथा सबु बहन कला जतन सबु धारण कल व्यथा सबु बहन कल जतन सबु धारण कल सहिला विराम में सपरी मोपाई खुशी गाल मारी हे जिसु हे मोपाई खुशी गाल मारी धन्यवाद तुम्हारी से प्रेम पाई प्रभात समय तुम प्रिय दास
दासी सहित मिलित भाव तुम चरण तले बसी से प्रेम को स्मरण करुछु तुम बलिदान को स्मरण करुछु मोर पाप लागी स्वर्ग सुख त्यागी आसिल मो निकटकू मोर मुक्ति लागी एते दुख भोगी शून्य कल आपणाकू मोर पाप लागी स्वर्ग सुख त्यागी आसिल मो निकटकू मोर मुक्ति लागी केते दुख भोगी शून्य कल आपणाकू करोड़ा छाट तुमी सहिल कंटा मुकुट तुमी पिंधिल करोड़ा छाट तुमी सहिल कंटा मुकुट तुमी पिंधिल रक्त केते गला छरी मुपाई क्रुसे गल मरी हे जीसु हे मुपाई क्रुसे गल मरी एमिति चंचण मो पाई किए सही पाइबा किए फुकी पारे मो परी पात की पाई तुमे आपणार निजर जीवन को तुमे देदेल मो परी नगण्य पाई तुमे बिना दोष बसी साजेल धन्यवाद करुछु तुमर प्रशंसा करुछु एमिति जंत्रणा किए भोगी पारे उपरी पात की पाई निजर जीवन किए दे पारे उपरी नगण्य पाई एमिति जंत्रणा किए भोगी पारे उपरी पात की पाई निजर जीवन किए दे पारे उपरी नगण्य पाई बिना दोषरे दोषी साजिल बिना कारणे क्रुसे चढ़िल बिना दोषरे दोषी साजिल बिना कारणे क्रुसे चढ़िल प्रकाशिल प्रेम तुमरी मुपाई क्रुसे गल मरी हे जीसु हे मुपाई क्रुसे गल मरी हे क्रुसधारी मुपाई क्रुसे गल मरी हे जीसु हे मुपाई क्रुसे गल मरी समय आम चक्षु बंद करूँ समर्पित होता समय से आमर आश्रय बल दुर्दशा काल अति निकटवर्ती सहाय परमेश्वर तांकरी गौरव करूँ तांकरी प्रशंसा करूँ तांकरी आराधना करूँ तांकरी महिमा करूँ हालेलुया। धन्यवाद देते हैं मेरी खुदा, इस सुंदर सा समय तूने दिया है इसलिए धन्यवाद करते हैं। धन्यवाद प्रभु, धन्यवाद इस सुंदर प्रभात रे प्रभु तुम चरण तले मन को बसी तुम चरण तले बसी तुमरी सेवा उपासना करबा पाए सुंदर उपकार सम्मान को तुम्हें देइछ। Glory to Jesus, hallelujah, hallelujah. Thank you Jesus, hallelujah. Thank you Father, glory to God, hallelujah, hallelujah, hallelujah.
Glory to Jesus. Hallelujah. धन्यवाद देते हैं प्रभु. Oh mighty God. समर्पित हृदय में समस्त आपण आपणाକୁ ନତ କରୁଥିବା ତାଙ୍କ ପବିତ୍ର ଶରଣ ତଳେ ଆମେ ଆପଣଙ୍କୁ ନତ କରୁଥିବା. Hallelujah. Glory to God. Hallelujah. धन्यवाद देते हैं मेरी खुदा, ये सुंदर सा समय तूने दिया है, इसलिए धन्यवाद करते हैं. मुझ पे चादर के सवार इसकी तरह एक अग्नि के समान गिर जाए मुझ पे एक चादर के समान. वो दुगना और ताजा अभिषेक से हमें भरते परमेश्वर. Glory to God. तेरी स्तुति हो, तेरी प्रशंसा हो, तेरी स्तुति हो मेरे खुदा. Hallelujah. Glory to Jesus. Hallelujah. दोनों हाथ उठा के तेरी स्तुति करते हैं मेरे खुदा. इस सुंदर से समय में परमेश्वर, आज के चरणों में आज की सुंदर से समय में परमेश्वर तेरे चरणों में हम झुकते हुए तेरी सजदा करते हैं, तेरी महिमा करते हैं, तेरी आराधना करते हैं परमेश्वर. तुम्हारी गौरव करुछु, तुम्हारी प्रशंसा करुछु, तुम्हारी महिमा करुछु. आज ये सुंदर प्रभात रे प्रभु तुम प्रिय दास माध्यम जो सेवा उपासना मैंने करने सुवर्ण सुजोग पाई. धन्यवाद ये सेवा कार्य मध्य तुम्हें आहरी अधिक अधिक मात्रा तुम गौरव मंत्र प्रभु मान तुम्हें कढ़ाई तुम्हारी पवित्र आत्मा सत्य आत्मार जपरी आम समस्त उपासना कर तुम्हारी गौरव तुम्हारी गौरव निमंते बंची पार बढ़ी पार तुम्हें साहाय्य प्रार्थना शुणिल. आगामी समस्त कार्यक्रम तुम्हें आम संगे हुई तुम्हें आम साहाय्य कर विश्वास करे जिसु तुम नाम मांगुछु बापा. आमेन आमेन आमेन. धन्यवाद. प्रेज द लॉर्ड. बहुत बहुत धन्यवाद आज्ञा. अति सुंदर आराधना मन छुआ हृदय स्पर्शी गीत गुड़ाक गाई आम प्रभुंकर निकटवर्ती कराई अछंती. प्रकृत में आपणकर आराधना अनेक शक्ति थाए, नाचिबार शक्ति, कांदिबार शक्ति एवं गौरव प्रशंसा करिबार मध्य शक्ति थाए. सेही भली आराधना प्रभु करिबा पाई शक्ति देई अछंती. प्रभु आपणको बहुल बहुल भाव आशीर्वाद करंतु. आपणको परिवार को आपणको सेवा कार्य रे बहुल बहुल भाव आशीर्वाद करंतु. आगकु मध्य प्रभु एही भली ऑनलाइन ऑफलाइन रे प्रभु व्यवहार करी बढ़ाई नियंतु.
ପ୍ରଭୁଙ୍କର ଦାସଙ୍କର ବିଷୟ ଆପଣମାନେ ଜାଣନ୍ତି। ସେ ପ୍ରତି ସକାଳୁ 7ଟା ସମୟରେ କାଲବରୀ ଜୁମ୍କୁ ପରିଚାଳନା କରି ନିଅନ୍ତି ଏବଂ ସନ୍ଧ୍ୟାରେ ମଧ୍ୟ 7ଟା ସମୟରେ ସେ କାଲବରୀ ଆଉ ଜୁମ୍କୁ ସେ ପରିଚାଳନା କରି ପଢାଇ ନିଅନ୍ତି। ଏହିପରି ପ୍ରଭୁଙ୍କର ଯୁବକ ଦାସଙ୍କୁ ଆଜି ଆମେ ପାଇଛୁ ଆରାଧନା କରିବା ନିମନ୍ତେ। ସେଥିପାଇଁ ପ୍ରଭୁ ତାଙ୍କୁ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଅନେକ କାର୍ଯ୍ୟ ଥିଲେ ବି ସେ ପ୍ରଭୁଙ୍କର ସେବାକୁ କେବେ ଭୁଲି ନାହାନ୍ତି। ଯୌବନ ଅବସ୍ଥାରେ ଏଇଭଳି ଅବସ୍ଥାରେ ଲୋକମାନେ ଜଗତରେ ଲିପ୍ତ ହୋଇ ଜୀବନ କାଟନ୍ତି, କିନ୍ତୁ ପ୍ରଭୁ ତାଙ୍କ ସେବା ପାଇଁ ବ୍ୟବହାର କରି କଢାଇ ନଉଛନ୍ତି। ସେଥିପାଇଁ ପ୍ରଭୁଙ୍କର ମହତ୍ ନାମ ଧନ୍ୟବାଦ ହଉ। ପ୍ରଭୁ ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆଗକୁ ମଧ୍ୟ ତାଙ୍କର ଗେଟ୍ ଟୁଗେଦର, ପଞ୍ଚମ ଗେଟ୍ ଟୁଗେଦର କାଲି ଏବଂ ପରଦିନ ହବ, ବୁଧବାର ଏବଂ ଗୁରୁବାର ଦିନ ଆଉ ରାୟଗଡାରେ ଅନୁଷ୍ଠିତ ହେବ। ଆଉ ପ୍ରଭୁ ଯାହାକୁ ମାନଙ୍କୁ ଚାଳନା ଦିଅନ୍ତି ଆପଣ ମାନେ ଯାଇପାରିବେ। ଆଉ ବିଶେଷ ମଧ୍ୟ ସେହି କାଲବରୀ ପେଟ୍ ଟାବାର ପଞ୍ଚମ ଗେଟ୍ ଟୁଗେଦର ପାଇଁ ମଧ୍ୟ ବିଶେଷ ପ୍ରାର୍ଥନା କରିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ଆମମାନଙ୍କର ଆରାର ଆଜ୍ଞା ଅଛନ୍ତି। ପ୍ରେଜ୍ ଦ ଲର୍ଡ ଆଜ୍ଞା। ଆନାଉନ୍ସମେଣ୍ଟ ଟିକେ ଅଛି। ମୁଁ ଭାବିଲି ବାକ୍ୟ ପରେ କରବା ବୋଲିକି ମୁଁ ରଖିଦେଲି। ଆଜ୍ଞା କହନ୍ତୁ। ଉପସ୍ଥିତ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ଆଉ କାହିଁକି ବାକ୍ୟ ପରେ ଲୋକମାନେ ସାଙ୍ଗେ ସାଙ୍ଗେ ଚାଲି ଯାଆନ୍ତି, ପ୍ରାର୍ଥନାକୁ ମଧ୍ୟ ଅପେକ୍ଷା କରନ୍ତି ନାହିଁ, ସେଥିପାଇଁ ମୁଁ ଆଗରୁ କରିବା ପାଇଁ ଚିନ୍ତା କଲି। ଆଜି କାଲବରୀ ଚର୍ଚ୍ଚ ପ୍ରେଟ୍ ଟାୱାର ହୋଷ୍ଟ ଆଜ୍ଞା ସଂଗ୍ରାମ ବାବୁ ଅତି ସୁନ୍ଦର ଭାବେ ୱାର୍ସିପ କରିଥିଲେ, ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ଆଉ ପ୍ରଭୁ ତାଙ୍କୁ ଏ ମାଲ୍ଟି ଭାବେ ବ୍ୟବହାର କରୁଛନ୍ତି। ଆଉ ଆମମାନଙ୍କର ମୁଁ ଚିନ୍ତା କରୁଥିଲି ଏବେ ବିଜ୍ଞାପନ ଦେବା ସମୟରେ ତାଙ୍କ ବିଜ୍ଞାପନ ପଦେ ଦେଇଦେବି, କିନ୍ତୁ ଆମର ପରିଚାଳିକା ମହାଶୟ ଆଗରୁ ସେ ପ୍ରକାଶ କରିଦେଲେ ଯେ ଆସନ୍ତା କାଲି ଆଉ ପହର ଦିନକୁ ତାଙ୍କର ଗେଟ୍ ଟୁଗେଦର ପ୍ରୋଗ୍ରାମ ରହିଅଛି ରାୟଗଡା ଠାରେ। ଆଉ ଗତ ବର୍ଷ ମଧ୍ୟ ଗୋପାଳପୁର ଠାରେ କରିଥିଲେ, ମୁଁ ବି ଆଟେଣ୍ଡ କରିଥିଲି, ଭାରି ଖୁସି ଲାଗିଥିଲା। ତାଙ୍କର ସେଇ ଗେଟ୍ ଟୁଗେଦରରେ ଏତେ ପ୍ରଭୁଙ୍କର ୱାର୍ସିପ ଉତ୍ତମ ଭାବେ କରାଯାଉଥିଲା, ବାକ୍ୟ ମଧ୍ୟ ସେ ପ୍ରକାର ଦିଆଯାଉଥିଲା, ଆଉ ଭାରି ଖୁସି ଲାଗିଥିଲା ମତେ। ଆଉ ମୁଁ ମଧ୍ୟ ଅନୁରୋଧ କରିବି ଯେ ଯେଉଁମାନେ ସେ ପାଖାପାଖି ଅଛନ୍ତି କି ସେମାନେ ଜଏନ କରନ୍ତୁ ଏବଂ ସେ ପ୍ରଭୁଙ୍କର ଗୌରବ ନିମନ୍ତେ ସମସ୍ତେ ଏକତ୍ରିତ ହୁଅନ୍ତୁ, ସେଠି ସମସ୍ତଙ୍କ ସୌଭାଗିତା ପାଆନ୍ତୁ, ସେଇଟା ମଧ୍ୟ ମୋର ପ୍ରାର୍ଥନା। ସେଟା ଆମର ପରିଚାଳିକା ପ୍ରକାଶ କରିଥିବା ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି। ଆଉ ବିଶେଷ ଧନ୍ୟବାଦ ଦେବି ଯେ ଆମମାନଙ୍କର ରିଏଲ ମିନିଷ୍ଟ୍ରି ବି ଏକ ସୁନ୍ଦର ଚିନ୍ତା କରିଛି ଯେ 5th ଗେଟ୍ ନିମନ୍ତେ ମୁମ୍ବାଇ ଠାରେ ସମସ୍ତେ ଆମେ ଜାଣିଛୁ, ସମସ୍ତେ ଆମେ ଶୁଣିଛୁ, ସବୁଦିନ ବି ଶୁଣିଛୁ। ଶୁଣି କେତେ ଜଣ ବୋର ହେଇଯାଉଥିବେ ଯେ କଣ ଆଜ୍ଞା ମାନେ ଆନାଉନ୍ସମେଣ୍ଟ ପ୍ରତିଦିନ କରୁଛନ୍ତି, କିନ୍ତୁ ମୁଁ ତାହା ଇଏ କରୁଛି। ଆଉ କାହିଁକି ଜଣେଇବାକୁ ପଡୁଛି, ଆଜି ଗୋଟେ ନୂତନତ୍ୱଟା ଇଏ କରୁଛି, ଯୋଉମାନେ ଆମେ ଏଥି ନିମନ୍ତେ ଟିକେଟ କାଟିବାର ସମୟ ବି ଉପସ୍ଥିତ ହେଇଗଲାଣି। ଆଜି ହଉଛି 24 ତାରିଖ, ଆଉ ମାତ୍ର 6 ଦିନ ପରେ ଆମେ ଟିକେଟ କାଟିବା। ସେଥିପାଇଁ ଆଜି ଆନାଉନ୍ସମେଣ୍ଟ କରିବା ପାଇଁ ମୁଁ ଇଚ୍ଛା କରୁଛି। ଯେମାନେ ଆଉ ଷ୍ଟେସନ ପାଖରେ ଅଛନ୍ତି ବ୍ୟକ୍ତିଗତ ଆପଣ ମାନେ କାଟି ପାରନ୍ତି, ଆମେ ଟ୍ରେନ ନମ୍ବର ସବୁ ଦେବୁ, ସେଇ କାଟି ପାରନ୍ତି। କିନ୍ତୁ ଯଦି ଆପଣ ମାନେ କରୁନାହାନ୍ତି, ଆମମାନଙ୍କର ଯୋଉମାନେ କି ବଲାଙ୍ଗୀର ଆଉ ସେପଟ ରାୟଗଡା ଯୋଉ ଡିଷ୍ଟ୍ରିକ୍ଟରୁ ସେମାନେ ଯିବା ପାଇଁ ଚାହିଁଛନ୍ତି ଆଉ କରୁଛନ୍ତି, ସେମାନେ ଆମର ହୋଷ୍ଟ ଆଜ୍ଞାଙ୍କ ସହିତ ଯୋଗାଯୋଗ କରନ୍ତୁ, ସେ ରାୟଗଡାରେ ଟିକେଟ କରିଦେବେ। କାହିଁକି ଆମେ କୋଣାର୍କ ଏକ୍ସପ୍ରେସରେ ଯିବାକୁ ପଡିବ, ତେଣୁ ସମସ୍ତଙ୍କର ଟିକେଟ ସେ ରାୟଗଡାରୁ କରିବେ, ଆମେ ସେମାନେ ବିଶାଖାପାଟଣାରୁ ଚଳିବେ। ଆଉ ଯୋଉମାନେ ଯଦି ଚାହୁଁଛନ୍ତି ଆମମାନଙ୍କର ଟିକେଟ କରିବା ପାଇଁ, ଆମେ ପଲାସାରୁ ଆମେ ଚଢିବା ପାଇଁ ଯେତେ ଜଣ ଅଛୁ ସେମାନେ ଆଉ ମୋ ସହିତ ଯୋଗାଯୋଗ କରନ୍ତୁ। ଆଉ ଯଦି ଯୋଗାଯୋଗ କରୁଛନ୍ତି, ମୁଁ ଯାଇକି ଷ୍ଟେସନରୁ କାଟିବା ପାଇଁ, କାହିଁକି ଗତ ବର୍ଷ ଆମେ ଉଠି ଯିବା ପାଇଁ ଅନଲାଇନରେ କରିଥିଲୁ, ସବୁ ଆମର ପ୍ରାୟ ବେଶୀ ୱେଟିଂ ଦେଖେଇ ଦେଇଥିଲା, ତେଣୁ ସେଇଟା ଆମେ କରିବାନି, ଠିକ ଆମେ ଯାଇକି ଷ୍ଟେସନରେ କାଟିବା। ଆଉ ମୁଁ ଭାବୁଛି ଆମ ରିଜର୍ଭେସନ ପାକା ହେଇଯିବ। ଗତ ବର୍ଷ ଆମେ ଯେତେବେଳେ ଅନଲାଇନରେ ଟିକେଟ କଲୁ, ୱେଟିଂ ଦେଖିବାରୁ ଲୋକମାନେ ମତେ ଟିକେ ଇଏ କଲେ, ଆଜ୍ଞା ଆମର ୱେଟିଂ ହେଇଯାଇଛି, ଆସିବ କି ନାଇଁ କି, ମୁଁ ବାଧ୍ୟତା ଆଉ ଷ୍ଟେସନକୁ ଯାଇ ଆଉ ଥରେ 12ଟା ଟିକେଟ କରିଥିଲି। ତେଣୁକରି ଏ ବର୍ଷ ଆଉ ସେଇ ଅନଲାଇନ ଆମେ ଟିକେଟ କାଟିବୁନି, ସିଧା ଷ୍ଟେସନରୁ ଯାଇକି ଯୋଉ ଦିନ କଟା ହବ ସେଦିନ ସମସ୍ତ ରିଜର୍ଭ ରହିଯାଇଥିବ, ସେଇ ପ୍ରକାର ଆମେ କରିବା ପାଇଁ ଯାଉଛୁ। ଆଉ
जदि जे माने थर्ड एसी रे जे पई चाहुचंती थर्ड एसी जाई पारंती आ जे माने स्लीपर रे जे पई चाहुचंती स्लीपर रे जाई पारंती से अनुसार से माने जदि स्लीपर रे जीवा पई हेले पाखा पाखी उडे 2000 पाखा पाखी हमरो खर्च हे जाउची जदि एसी रे जीवा पड़नी जो माने कि भुवनेश्वर बाहर से पाखा पाखी 4000 हे जाउची 1900 चिल्ड्रा अछि पलासर जे माने जीवे 1800 चिल्ड्रा अछि आउ এইটু বিশাখাপট্টনম ଯିବେ ସେମାନଙ୍କ ପାଇଁ ଟିକେ କମେଇ ପାରେ 1400-1500 ଭିତରେ ହେଇପାରେ ଯଦି ଥାର୍ଡ ଏସି ରେ ଯିବେ ଯଦି ଥାର୍ଡ ଏସି ରେ ନ ଯାଇକି ଯଦି ସ୍ଲିପର ରେ ଯିବା ପାଇଁ ଚାହୁଁଛନ୍ତି ସେଇଟା ଆମର ପାଖାପାଖି 1800 1900 2000 ଭିତରେ ପାଖାପାଖି ହେଇପାରେ ଆଉ ସେଥି ନିମନ୍ତେ ସମସ୍ତେ ପ୍ରସ୍ତୁତ ହୁଅନ୍ତୁ ସେଥିପାଇଁ ମୁଁ ଆଜି ବିଜ୍ଞାପନ ଦେବାକୁ ବାଧ୍ୟ ହେଲି ଯେ ଆମମାନେ 5 ଦିନ ପରେ ଆମେ ଟିକେଟ କରିବା 5-6 ଦିନ ପରେ ସେଥି ନିମନ୍ତେ ସମସ୍ତେ ସଜାଗ ରହିବା ଆଉ ଯେଉଁମାନେ ଏ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି ଅତି ଶୀଘ୍ର ପଠେଇ ଦିଅନ୍ତୁ ଆମେ କନଫର୍ମ ହେଇଯିବୁ ସେମାନଙ୍କ ନାଁ ଆମେ ଲେଖିଛୁ କିନ୍ତୁ ରେଜିଷ୍ଟ୍ରେସନ ପାଇଲେ ଆଉ ଟିକେ କନଫର୍ମ ହେଇଯିବୁ ଯେ ସେମାନଙ୍କର ଆଉ ମୁଁ ପ୍ରାୟ 40-45 ଲୋକର ସବୁ ପାଇଯାଇଛି କିନ୍ତୁ ଆଉ ଅଳ୍ପ ଅଛନ୍ତି ଆଉ ଯେଉଁମାନେ ଶୀଘ୍ର ପଠେଇବାର ଅଛି ପଠେଇ ଦିଅନ୍ତୁ ଆମର ଲିମିଟେଡ ସିଟ୍ ଅଛି ତେଣୁ ଆଉ ଅନ୍ୟ ସମୟରେ କାହିଁ ଆମେ ନାଁ ଦେଇଥିଲୁ ଆମମାନଙ୍କୁ କାହିଁକି ଟିକେଟ କରିବା ପାଇଁ ପରମିଶନ ଦିଆଗଲା ନାହିଁ ବୋଲି ପ୍ରକାଶ କରିପାରନ୍ତି ତେଣୁକରି ମୁଁ ଅନୁରୋଧ କରୁଛି ଶୀଘ୍ର ଆପଣମାନେ ରେଜିଷ୍ଟ୍ରେସନ କରିଦିଅନ୍ତୁ ଆଉ ସେଠି ଯିବା ପାଇଁ ନିତ୍ୟ ଦିନ ପ୍ରତିଦିନ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କରନ୍ତୁ ପ୍ରଭୁ ଆମମାନଙ୍କୁ କି ପ୍ରକାର ମୁମ୍ବାଇ ନେବେ ଆମେ ଉଟି ପାଇଁ ପ୍ରାର୍ଥନା କରିଥିଲୁ ପ୍ରଭୁ ସେ ପ୍ରାର୍ଥନା ଶୁଣିକି ଆମକୁ ବୁଲେଇକି ଆଣିଲେ ଏବେ ମୁମ୍ବାଇ ପାଇଁ ଆମେ ଚିନ୍ତା ପ୍ରାର୍ଥନା କରୁଛୁ ବ୍ୟକ୍ତିଗତ ଜୀବନରେ ପ୍ରାର୍ଥନା କରନ୍ତୁ ପ୍ରଭୁ ଯେ ପ୍ରକାର ମୁମ୍ବାଇ ଭଳିଆ ଏକ ନଗରୀରେ ଆମକୁ ବୁଲେଇକି ଆଣିବେ ନିଜ ନିଜ ଘରେ ପହଞ୍ଚିବେ ସେଥି ନିମନ୍ତେ ସମସ୍ତେ ପ୍ରାର୍ଥନା ରୁହନ୍ତୁ ସମସ୍ତଙ୍କୁ ନମସ୍କାର ଏତିକି ମାତ୍ର ବହୁତ ଧନ୍ୟବାଦ ଆଜ୍ଞା ଅତି ସୁନ୍ଦର ବିଜ୍ଞାପନ ଆପଣ ଦେଇଅଛନ୍ତି ଆମ ରିଏଲ ମିନିଷ୍ଟ୍ରି ମଣ୍ଡଳୀର ବିଷୟକୁ ନେଇ ଆଉ ସେଥି ନିମନ୍ତେ ଆମେ ପ୍ରାର୍ଥନା କରିବା ପାଇଁ ଯିବା ଆଜି ଆରାଧନା କଲେ ଆମମାନଙ୍କର ଆଉ ସଂଗ୍ରାମ ବାବୁ ତାଙ୍କ ପାଇଁ ତାଙ୍କର ଗେଟ୍ ଟୁଗେଦର ପଞ୍ଚମ ଗେଟ୍ ଟୁଗେଦର 25-26 ରେ ଅଛି ତାଙ୍କ ପାଇଁ ପ୍ରାର୍ଥନା କରିବେ ଆମମାନଙ୍କର ରିଏଲ ମିନିଷ୍ଟ୍ରି ପରିବାରର ଗେଟ୍ ଟୁଗେଦର ମଧ୍ୟ ପଞ୍ଚମ ଗେଟ୍ ଟୁଗେଦର ରହିଛି ବମ୍ବେରେ ହେବାର ରହିଅଛି ଆଜ୍ଞା ବିଜ୍ଞାପନ ଦେଲେ ସେଥିପାଇଁ ପ୍ରାର୍ଥନା କରିବେ ଆଗକୁ ବାକ୍ୟ ନେଇ ଆସୁଅଛନ୍ତି ଆମମାନଙ୍କର ବିଶପ ଡକ୍ଟର ପାଣି ଆଜ୍ଞା ତାଙ୍କ ପାଇଁ ମଧ୍ୟ ବିଶେଷ ପ୍ରାର୍ଥନା କରିବେ ଯେ ବାକ୍ୟ ସେ କହିବେ ସେ ବାକ୍ୟ ଯେପରି ଆମେ ହୃଦୟରେ ରଖି ତଦନୁସାରେ ଜୀବନ କାଟିବା ସେଥିପାଇଁ ପ୍ରାର୍ଥନା କରିବେ ବିଶେଷ ହୋଷ୍ଟଙ୍କ ପରିବାର ପାଇଁ ମଧ୍ୟ ପ୍ରାର୍ଥନା କରିବେ ତାଙ୍କର ଅନେକ ଚିନ୍ତା ପ୍ରାର୍ଥନା ଅନେକ ପରିଶ୍ରମ ତାଙ୍କର ମଧ୍ୟ ପ୍ରଭୁ ଅନେକ ପରିଶ୍ରମ ଦେଇ ସେ ଗତି କରୁଅଛନ୍ତି ଜୁମ୍ ପାଏ ଅନେକ ସେଥିପାଇଁ ପ୍ରଭୁ ଆଶୀର୍ବାଦ ରଖିଅଛନ୍ତି ତାଙ୍କ ସର୍ବକୁଶଳ ନିମନ୍ତେ ତାଙ୍କ ପରିବାର ପାଇଁ ମଧ୍ୟ ପ୍ରାର୍ଥନା କରିବେ ଆମ ରିଏଲ ମିନିଷ୍ଟ୍ରି ମଣ୍ଡଳୀର ପରିବାର ଯେତେ ଜଣ ଆମେ ଜଡ଼ିତ ଅଛୁ ପ୍ରତ୍ୟେକ ପରିବାର ପାଇଁ ଆମମାନଙ୍କର ଆର ଆଜ୍ଞା ଆଉ ଉପସ୍ଥିତ ଅଛନ୍ତି ଆଜ୍ଞା ନମସ୍କାର ପ୍ରେଜ ଦ ଲର୍ଡ ନମସ୍କାର ପ୍ରେଜ ଦ ଲର୍ଡ ସମସ୍ତ ବିଷୟକୁ ନେଇ ଆଜ୍ଞା ପ୍ରାର୍ଥନା କରିବେ ଆସନ୍ତୁ ଆମେ ପ୍ରାର୍ଥନା କରିବା ପୂର୍ବରୁ ଆଜିର ଏହି ପ୍ରଭାତକାଳୀନ ଝୁମରେ ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟ ପ୍ରେମର ନମସ୍କାର ଆସନ୍ତୁ ଆମେ ପ୍ରାର୍ଥନା କରିବା ସର୍ବଶକ୍ତିମାନ ସର୍ବଦର୍ଶୀ ସର୍ବଜ୍ଞ ଆମମାନଙ୍କର ସ୍ୱର୍ଗୀୟ ପିତା ପରମେଶ୍ୱର ଆମେ ତୁମର ସେ ପବିତ୍ର ମହାନାମର ଧନ୍ୟବାଦ ପ୍ରଶଂସା ଗୌରବ କରୁଛୁ ପ୍ରଭୁ କାରଣ ତୁମେ एकमात्र परमेश्वर जे कि संगत पूजा प्रशंसा गौरव पाइमते योग्य परमेश्वर अठ प्रभु आम धन्यवाद दौछु तुम सकल अनुग्रह तुम से दया तुम से प्रेम निमंते आमर अविश्वस्तता सत्वे मध्य आमको तुम प्रेम कर आसुच ए निमिष पर्यंत आमको तुम्हें निश्वास प्रश्वास दे प्रभु तुम्हें बंचाई रखे प्रभु आम धन्यवाद दौ तुम्हारी योजना तुम्हारी संकल्प निमंते आम धन्यवाद दौ प्रभु विशेषकर आम धन्यवाद दौचु आज यही प्रभात समय आम विभिन्न स्थान प्रभु तुम्हें आमको तुम गोटे मात्र उद्देश्य तुम आराधना उपासना आमको एकत्र कराई धन्यवाद दौ विशेषकर प्रभु यही जूम रे सकाल बेला प्रभु तुम्हें आराधना करने मते प्रभु तुमरी
जुबा दास संग्राम भाई प्रभु तुम व्यवहार कल ଏବଂ ପ୍ରଭୁ ସେ ଯେଉଁ ଗୀତ ଗୁଡା ପ୍ରଭୁ ଗୀତ ଗାଇ ପ୍ରଶଂସା କରୁଛନ୍ତି ଆମେ ବିଶ୍ୱାସ ପ୍ରଭୁ ତାହା ଗ୍ରାହ୍ୟ ହୋଇଅଛି ସେଥିପାଇଁ ଆମେ ଧନ୍ୟବାଦ ଦଉଛୁ ପ୍ରଭୁ ତୁମେ ତୁମ ଦାସଙ୍କୁ ପ୍ରଚୁର ମାତ୍ରା ଆଶୀର୍ବାଦ କରି ତୁମେ ଗୌରବ ପାଅ ଏବଂ ତାଙ୍କୁ ପ୍ରଭୁ ତୁମର ଏଇ ଗୌରବ ମଧ୍ୟ ତାଙ୍କୁ ବିଭିନ୍ନ ସ୍ଥାନରେ ବ୍ୟବହାର କର ଏବଂ ସାଥେ ସାଥେ ରୁହ ପ୍ରିୟ ପ୍ରଭୁ ବିଶେଷ କରି ଆମେ ଧନ୍ୟବାଦ ଦଉଛୁ ତୁମର ଦାସ ବିଶପ ଡକ୍ଟର ପାଣି ଆଜ୍ଞାଙ୍କ ନିମନ୍ତେ ପ୍ରଭୁ ତୁମେ ତାଙ୍କୁ ଏଇ ଦିନମାନଙ୍କରେ ପ୍ରଭୁ ବିଭିନ୍ନ ସ୍ଥାନରେ ପ୍ରଭୁ ତୁମର ଏଇ ଗୌରବ ନିମନ୍ତେ ବ୍ୟବହାର କରୁଅଛ ବିଶେଷ କରି ପ୍ରଭୁ ସୁଦୂର ଦିଲ୍ଲୀରେ ରଖି ପ୍ରଭୁ ତୁମ ସେବା ନିମନ୍ତେ ତାଙ୍କୁ ବ୍ୟବହାର କରୁଛ ସେଥିପାଇଁ ଆମେ ଧନ୍ୟବାଦ ଦଉଛୁ ଏବଂ ଏହି ପ୍ରଭାତ ସମୟରେ ପ୍ରଭୁ ତୁମରି ସେଇ ଜୀବନ୍ତ ବାକ୍ୟକୁ ପ୍ରଭୁ ତାହା ବାଞ୍ଚିବା ନିମନ୍ତେ ଯୋଉ ମୁଖ ଆଜି ତୁମେ ତାଙ୍କୁ ଆଜି ମନୋନୀତ କରିଅଛ ଆମେ ଯୀଶୁଙ୍କ ନାମରେ ପ୍ରଭୁ ଆମେ ପ୍ରାର୍ଥନା କରି କହୁଛୁ ପ୍ରଭୁ ଯେ ତୁମେ ତାଙ୍କୁ ଆଜି ତୁମରି ସେହି ଓ ପ୍ରଭୁ ଗୌରବ ବ୍ୟବହାର କର ଏବଂ ପ୍ରଭୁ ସେ ଯେଉଁ ବାକ୍ୟ ପ୍ରଭୁ ଆଜି ପ୍ରଚାର କରିବେ ପ୍ରଭୁ ତାଙ୍କ ମୁହଁରେ ଆପଣ ଦେବେ ପ୍ରଭୁ ଆମେ ପ୍ରାର୍ଥନା କରୁଛୁ ସେ ପ୍ରତିଟି ବାକ୍ୟ ତା କିପରି ପ୍ରତ୍ୟେକଙ୍କୁ ପ୍ରଭୁ ସ୍ପର୍ଶ କରିବାକୁ ପାରିବ ସେ ଦୟା ଅନୁଗ୍ରହ କର କାରଣ ତୁମର ଏ ବାକ୍ୟ ଜୀବନ୍ତ ଏବଂ କାର୍ଯ୍ୟ ସାଧକ ଅଟେ ତାହା ଅସ୍ଥି ଏବଂ ମହିଷାର ପରିଭେଦ ଅଟେ ପ୍ରଭୁ ଏହି ବାକ୍ୟ ଆଜି ଆମ ପ୍ରତ୍ୟେକଙ୍କୁ ସ୍ପର୍ଶ କରୁ ବୋଲି ଆମେ ପ୍ରାର୍ଥନା କରୁଅଛୁ ପ୍ରଭୁ ଏ ବାକ୍ୟ ଆଜି ଆମ ପ୍ରତ୍ୟେକ ନିମନ୍ତେ ଏକ ସଜାଡ଼ିବାର ବାକ୍ୟ ବୋଲି ଆମେ ପ୍ରାର୍ଥନା କରୁଛୁ ଯଦି କୌଣସି କୋଣରେ ପ୍ରଭୁ ଆମ ଦୁର୍ବଳତା ରହିଅଛି ପ୍ରଭୁ ତାହାକୁ ଆମ ବୁଝି ତା ସୁଧାରିବା ଆମକୁ ଦୟାକର ବୋଲି ଆମେ ପ୍ରାର୍ଥନା କରୁଅଛୁ ପ୍ରଭୁ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ କଥା କହି ତୁମେ ଗୌରବ ପାଅ ପ୍ରଭୁ ଆମେ ଧନ୍ୟବାଦ ଦଉଛୁ ମାଳି ଭଉଣୀଙ୍କ ନିମନ୍ତେ ପ୍ରଭୁ ତୁମେ ତାଙ୍କୁ ବ୍ୟବହାର କରୁଅଛ ଆଜିର ଝୁମକୁ ପରିଚାଳନା କରିବା ପାଇଁ ସେଥିପାଇଁ ଆମେ ଧନ୍ୟବାଦ ଦଉଛୁ ତୁମେ ତାଙ୍କୁ ତାଙ୍କ ପରିବାରକୁ ଆଶୀର୍ବାଦ କରି ତୁମେ ଗୌରବ ପାଅ ସ୍ୱର୍ଗୀୟ ପିତା ପରମେଶ୍ୱର ବିଶେଷ କରି ଏପରି ପ୍ରାର୍ଥନା କରୁଛୁ ଜୁମ୍ରେ ପ୍ରଭୁ ଯେଉଁମାନେ ରେଗୁଲାର ପ୍ରଭୁ ଆଟେଣ୍ଡ କରନ୍ତି ଆମେ ପ୍ରତ୍ୟେକଙ୍କ ପରିବାର ନିମନ୍ତେ ପ୍ରାର୍ଥନା କରୁଛୁ ପ୍ରତ୍ୟେକଙ୍କ ସହବର୍ତ୍ତୀ ପରମେଶ୍ୱର ହୁଅ ପ୍ରଭୁ ଯାହା କିଛି ପ୍ରଭୁ କମେଇ ଘଟି ରହିଅଛି ଯଦି କୌଣସି ଦିଗରେ ପ୍ରଭୁ ମାନେ ସମସ୍ୟାରେ ଗତି କରୁଛନ୍ତି ଯାହା ମାନସିକ କିମ୍ବା ଶାରୀରିକ କିମ୍ବା ଆର୍ଥିକ କିମ୍ବା ଆତ୍ମିକ ସମସ୍ତ ବିଷୟ ପ୍ରଭୁ ତୁମେ ସମାଧାନ କରି ତୁମେ ହିଁ ଗୌରବ ପାଅ ପ୍ରଭୁ ବିଶେଷ କରି ଆମେ ଧନ୍ୟବାଦ ଦଉଛୁ ଦାସ ପିଚର କରିବା ନିମନ୍ତେ ପ୍ରଭୁ ଏଇ ଯୋଉଙ୍କୁ ଯୋଉ ପରିଚାଳନା କରନ୍ତି ତାଙ୍କ ଯୋଉ ଦର୍ଶନ ରହିଅଛି ପ୍ରଭୁ ତୁମେ ତାଙ୍କ ଦର୍ଶନକୁ ଓ ପ୍ରଭୁ ଫୁଲଫିଲ କଲ ବୋଲି ଆମେ ନିବେଦନ କରୁଅଛୁ ତାର ଯୋଉ ପ୍ରଭୁ ଏମ୍ ଗୁଡାକ ରହିଛି ପ୍ରଭୁ ତାକୁ ତୁମେ ସଫଳ କରି ତୁମେ ତାଙ୍କୁ ତାଙ୍କ ପରିବାରକୁ ପ୍ରଚୁର ମାତ୍ରାରେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଛୁ ପ୍ରିୟ ପ୍ରଭୁ ଏ ସମୟରେ ବିଶେଷ କରି ପ୍ରଭୁ ପ୍ରାର୍ଥନା କରୁଛୁ ଯେ କାଲବରୀ ପ୍ରେୟର ଚର୍ଚ୍ଚ ପ୍ରଭୁ ଯୋଉ ଗେଟ୍ ଟୁଗେଦର ରହିଅଛି ପ୍ରଭୁ ତୁମେ ଦୟାକର ପ୍ରଭୁ କିପରି ସେହି ସଫଳତା ସେହି କାର୍ଯ୍ୟ ମଧ୍ୟ ସେହି ମିଟିଂ ମଧ୍ୟ କିପରି ସଫଳ ହେବା ପାରିବ ଦୟାକର ଆଉ ଯେଉଁମାନେ ପ୍ରଭୁ ଆଜି ସେମାନେ ଟ୍ରାଭେଲିଂ କରିବେ ସେଠାରେ ଯୋଗ ଦେବା ନିମନ୍ତେ ସମସ୍ତଙ୍କୁ ପ୍ରଭୁ ତୁମେ ସୁରକ୍ଷିତରେ ପହଞ୍ଚିବା ପାଇଁ ସାହାଯ୍ୟ କର ଏବଂ କିପରି ସମସ୍ତ କାର୍ଯ୍ୟ ସୁରକ୍ଷିତ ହେବାକୁ ପାରିବ ସେପରି ତୁମେ ଦୟାକରି ତୁମେ ଗୌରବ ତୁମ ପାଗକୁ ନିୟନ୍ତ୍ରଣ କରି ତୁମେ ସାଥେ ସାଥେ ରୁହ ସ୍ୱର୍ଗୀୟ ପିତା ପରମେଶ୍ୱର ଏହି ସମୟରେ ପୁନର୍ବାର ପ୍ରଭୁ ଆମେ ଧନ୍ୟବାଦ ଦଉଛୁ ଯେ ରିଏଲ ମିନିଷ୍ଟ୍ରି ପ୍ରଭୁ ଯୋଉ ପଞ୍ଚମ ବାର୍ଷିକ ପ୍ରଭୁ ଯୋଉ ମହାମିଳନ ହେବାକୁ ଯାଉଅଛି ସୁଦୂର ମୁମ୍ବାଇରେ ପ୍ରଭୁ ଆମେ ପ୍ରାର୍ଥନା କରୁଅଛୁ ପ୍ରଭୁ ଏହି ପ୍ରୋଗ୍ରାମ ମଧ୍ୟ ଆମେ ସମର୍ପଣ କରୁଅଛୁ ତାହା ମଧ୍ୟ କିପରି ପ୍ରଭୁ ଗତ ବର୍ଷ ଯେପରି ଓଟିରେ ତୁମେ ସାଫଲ୍ୟ କରିଥିଲ ପ୍ରଭୁ ଏଇ ବର୍ଷ ମଧ୍ୟ ପ୍ରଭୁ ତୁମେ ଏହି ପ୍ରୋଗ୍ରାମକୁ ତୁମେ ସଫଳ କର ବୋଲି ନିବେଦନ କରୁଅଛୁ ପ୍ରଭୁ ପ୍ରାୟ ଆଉ କିଛି ଦିନ ପରେ ପ୍ରଭୁ ଟିକେଟ ଗୁଡାକ ବୁକିଂ କରାଯିବ ପ୍ରାର୍ଥନା କରୁଛୁ କିପରି ପ୍ରଭୁ ଯେଉଁମାନେ ପଲାସାରୁ ଯିବା ଯେଉଁମାନେ ରାୟଗଡ଼ାରୁ ଯିବା ଯେଉଁମାନେ ବଲାଙ୍ଗୀର ଯିବ ପ୍ରଭୁ ଆଉ ସେ ସ୍ଥାନକୁ କିପରି ସମସ୍ତେ ପ୍ରଭୁ କନଫର୍ମ ଟିକେଟ ପାଇବାକୁ ପାରିବେ ସେପରି ଦୟାକର ଏବଂ ସର୍ବତି ପରମେଶ୍ୱର ପ୍ରଭୁ ଏହି ମିଟିଂକୁ ଆୟୋଜନ କରିବା ନିମନ୍ତେ ପ୍ରଭୁ ତୁମର ଏ ହସ୍ତମୁଖ ରଖ ଏବଂ ତୁମେ ଶକ୍ତି ସାମର୍ଥ୍ୟ ଦେଇ ତୁମେ ଗୌରବ ପାଅ ଏବଂ ସର୍ବତି ପରମେଶ୍ୱର ପୁନର୍ବାର ପ୍ରଭୁ ଆମେ ଧନ୍ୟବାଦ ଦଉଛୁ ଯେ ଆମଙ୍କ ପ୍ରାର୍ଥନା ଶୁଣିଲ ଏବଂ ଉତ୍ତର ଦେଲ ବୋଲି ସମସ୍ତ ପ୍ରକାର ପୂଜା ପ୍ରଶଂସା ଗୌରବ କେବଳ ତୁମକୁ ଦେଇ ସକଳ ପ୍ରାର୍ଥନା ତୁମ ଯୀଶୁଙ୍କ ନାମରେ ମାଗୁଅଛୁ ଆମେନ୍ ବହୁତ ବହୁତ ଧନ୍ୟବାଦ ଆଜ୍ଞା ବୋଧର ସହିତ ସମସ୍ତ ବିଷୟ ପ୍ରାର୍ଥନା କରି ଆମମାନଙ୍କୁ ଆଶୀର୍ବାଦ ମାଗି ଦେଇଅଛନ୍ତି ପ୍ରଭୁ ଆପଣଙ୍କୁ ଆପଣଙ୍କ ପରିବାରକୁ ସେବା କାର୍ଯ୍ୟରେ ମଧ୍ୟ ଆଶୀର୍ବାଦ କରନ୍ତୁ ଏ ସମୟରେ ଆମେ ବାକ୍ୟ ଶୁଣିବାର ରହିଅଛି ଯେଉଁ ବାକ୍ୟରେ କି ଜୀବନ ଅଛି ଯେଉଁ ବାକ୍ୟରେ କି ଅନନ୍ତ ଜୀବନ ଅଛି ଯେଉଁ ବାକ୍ୟ କି ମଧୁ ମଧୁ ଚାକଠାରୁ ସୁମିଷ୍ଟ ଯେଉଁ ବାକ୍ୟ କି ନିର୍ବୋଧକୁ ବୋଧ ଦିଏ ଯେଉଁ ବାକ୍ୟ କି ପାପୀ ମନୁଷ୍ୟକୁ ପାପରୁ ମୁକ୍ତ କରେ
ସେଇ ପବିତ୍ର ଜୀବନ୍ତ ବାକ୍ୟ କହିବା ନିମନ୍ତେ ପ୍ରଭୁଙ୍କର ମହାନ ଦାସ ଆମମାନଙ୍କର ସମ୍ମୁଖରେ ଅଛନ୍ତି। ଆଉ ସେ ଜଣେ ପାଳକ, ସେ ଜଣେ ଡକ୍ଟର, ସେ ଜଣେ ବିଶପ। ଆପଣମାନେ ଜାଣନ୍ତି ମହାସଭାରେ ପ୍ରଭୁଙ୍କର ଦାସଙ୍କୁ ବିଶପ ପଦ ଦିଆଯାଇଥିଲା ଆମମାନଙ୍କର ତାବର୍ଡା ମଣ୍ଡଳୀରେ। ଆଉ ପ୍ରଭୁଙ୍କର ଦାସ ବିଶପ ପଦରେ ସେ ନାମ ସ୍ଥାନ ପାଇଅଛନ୍ତି। ପ୍ରଭୁଙ୍କର ଦାସ ଦିଲ୍ଲୀ ପରି ଆଉ ସହରରେ ରହି ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଇ ସେ ଅନେକ ହଜାତ୍ମା ମାନ ଲାଭ କରି ଆସୁଅଛନ୍ତି। ସେହିପରି ପ୍ରଭୁଙ୍କର ଦାସଙ୍କୁ ଆମେ ପାଇଅଛୁ। କାରଣ ପ୍ରଭୁଙ୍କର ଦାସଙ୍କ ଦ୍ୱାରା ଆଜି ଗଜପତି ଗୌରବ, ଆଜି ସମ୍ମିଳନୀ ଗୌରବ ଏବଂ ନିଜ ମଣ୍ଡଳୀ ମଧ୍ୟ ଗୌରବ, ଗାଁ ମାନେ ଗୌରବ। ଆଉ ସେହିପରି ପ୍ରଭୁଙ୍କର ଦାସଙ୍କୁ ପ୍ରଭୁ ଆହ୍ୱାନ କରିଅଛନ୍ତି ଆଜି ରିଏଲ ମିନିଷ୍ଟ୍ରି ମଣ୍ଡଳୀ ପରିବାର ମଧ୍ୟରେ। ଆଉ ବାକ୍ୟ କହିବା ନିମନ୍ତେ ଆଉ ସେ କେହି ନୁହନ୍ତି। ଆଉ ଆମମାନଙ୍କର ଆଉ ଡକ୍ଟର, ପାଳକ, ବିଶପ ଆମମାନଙ୍କର ପାଣି ଆଜ୍ଞା। ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞାଙ୍କୁ ସମ୍ମୁଖକୁ ମୁଁ ଆହ୍ୱାନ କରେ। ଆଉ ସେ ସମ୍ମୁଖକୁ ଆସିବେ, ଆମମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ପରାମର୍ଶ ଦେବେ। ସେ ଶିକ୍ଷା ଦେବା ପୂର୍ବରୁ ମୁଁ ଗୋଟେ ବାକ୍ୟ ଅଧ୍ୟୟନ କରିବି ଆଉ ଆହ୍ୱାନ କରିବି। ପ୍ରଭୁ ସଦାପ୍ରଭୁ କହନ୍ତି, ଦେଖ ଯେଉଁଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନଜ୍ଞ ବା ଜଳ ପିପାସର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। ପ୍ରଭୁ ଆପଣ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆଉ ଆମମାନଙ୍କର ବିଶେଷ ପାଣି ଆଜ୍ଞାଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସମ୍ମୁଖକୁ ମୁଁ ଆହ୍ୱାନ କରେ। ଆଉ ଯେତେବେଳେ ଆଜ୍ଞା ସମ୍ମୁଖକୁ ଆସିବେ ସମସ୍ତେ ଉଚ୍ଚ କରତାଳ ସହିତ ଆଜ୍ଞାଙ୍କୁ ସ୍ୱାଗତ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଜ୍ଞା ନମସ୍କାର। ଆମେ ଯଦି ଠିକ ସ୍ଥାନରେ ଅଛୁ, ଭିଡିଓ ଗୁଡା ଅନ୍ କରି ବସିଲେ ବହୁତ ଭଲ ଲାଗିବ। ଆଜ୍ଞା ନମସ୍କାର, ପ୍ରେଜ୍ ଦ ଲର୍ଡ। ଆପଣଙ୍କର ସମୟ Praise the ଆଜ୍ଞା Lord, praise the Lord, praise the Lord. ଗୋଟେ ମିନିଟ ରହିବେ। ସମସ୍ତଙ୍କୁ ନମସ୍କାର। ଖ୍ରୀଷ୍ଟ ନମସ୍କାର। ଥ୍ୟାଙ୍କ ୟୁ ସିଷ୍ଟର, ଥ୍ୟାଙ୍କ ୟୁ ଭଉଣୀ। ପ୍ରଭୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ନମସ୍କାର ପୁନର୍ବାର ଜଣାଏ। ଆଉ ପ୍ରଭୁଙ୍କର ବିଶେଷ ମହାନାମର ଧନ୍ୟବାଦ କରୁଛୁ ଆଜିର ଏଇ ପ୍ରାତଃକାଳ ଏବଂ ନୂତନ ଦିବସ ନିମନ୍ତେ। ପ୍ରଭୁ ଆମେ ସମସ୍ତଙ୍କୁ ବହୁଳ ଭାବେ ଆଶୀର୍ବାଦ କରି ଏଇ ନୂତନ ଦିନଟି ପ୍ରଦାନ କଲେ। ବିଶେଷ କରି ଧନ୍ୟବାଦ ଦେବି ଆଉ ଆମର ଲିଡ୍ କରୁଥିବା ପ୍ରିୟ ଭଉଣୀ ସୁନ୍ଦର ଭାବେ ଲିଡ୍ କରିଛନ୍ତି ଏବଂ ମତେ ସ୍ୱାଗତ କରିଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଭଉଣୀ। ତା ସହିତ ଧନ୍ୟବାଦ ଦେବି ଆମର ପ୍ରିୟ ଭାଇ, ଅତି ପ୍ରିୟ ଭାଇ, ପ୍ରେମୀ ଭାଇ ସଂଗ୍ରାମ ଭାଇ ସୁନ୍ଦର ଭାବେ ଆଉ ଆରାଧନା ଦ୍ୱାରା ଆମ ସମସ୍ତଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ଆଉ ସେ ଅଗୁଆଇ କଲେ, ସେଥିପାଇଁ ବି ତାଙ୍କୁ ମୁଁ ଧନ୍ୟବାଦ କରିବି। ତା ସହିତ ଧନ୍ୟବାଦ କରିବି ଆମମାନଙ୍କର ହୋଷ୍ଟ ଆଜ୍ଞା ରେଭରେଣ୍ଡ ଜିତୁ କର ଆଜ୍ଞା। ଆଉ ସିଏ ମତେ ଅନେକ ଥର ଫୋନ କରିକି ଆଉ ଯେତେବେଳେ ମୁଁ ପରଦିନ ବିଶାଖାପାଟନମରେ ଥିଲି, ଆମର ପ୍ରୋଗ୍ରାମ ଥିଲା, ମୁଁ ସାଙ୍ଗେ ସାଙ୍ଗେ ଚର୍ଚ୍ଚ ପାଇଁ ବୋଲିକି ଦିଲ୍ଲୀ ଫେରିଲି। ଆଉ ଯାହାର ଚର୍ଚ୍ଚ ଥିବ ସିଏ ଏପଟେ ସେପଟେ ରହିପାରିବନି, କାରଣ ଏଇ ଦିନ ମାନଙ୍କରେ ଆମେ ଜାଣୁଛୁ ଯେ ଆଉ ଆମମାନେ ଯୋଉ ଗଜପତିରେ ବାପ୍ଟିଷ୍ଟ ଚର୍ଚ୍ଚରେ ଆମେ ଆସୁ, ଆଉ ହେଇପାରେ ଆମେ ବିଭିନ୍ନ ପ୍ରକାର ପ୍ରାର୍ଥନା ସଭା ଗୁଡାକ କରୁ, କିନ୍ତୁ ନର୍ଥ ଇଣ୍ଡିଆରେ ଗୋଟେ ଟ୍ରାଡିସନ ଅଛି, ଗୋଟେ ଆଉ ରୀତି ରିବାଜ କହିବେ ହିନ୍ଦୀ ଭାଷାରେ କି ଲେଣ୍ଟ ଡେଜ୍ ପ୍ରେୟର ବୋଲି କୁହନ୍ତି। ହେଇପାରେ ଆମେ ଯୋଉମାନେ ବାହାରେ ଅଛୁ ସେମାନେ ଏଇ ଲେଣ୍ଟ ଡେଜ୍ ପ୍ରେୟରକୁ ଅବଜର୍ଭ କରୁଥିବୁ, କିନ୍ତୁ ନର୍ଥ ଇଣ୍ଡିଆରେ କିନ୍ତୁ ବହୁତ ମାନେ ପାର୍ଟିକୁଲାର ଏଇ ଜିନିଷକୁ ସେମାନେ ଅବଜର୍ଭେସନ କରନ୍ତି। ସେଇ ପ୍ରେୟର ଗୁଡାକ ବି ଚାଲିଛି, ସେଇଥିପାଇଁ ମତେ ଆସିବାକୁ ପଡିଲା। ଆସିକି ମୁଁ କହିଲି ଆଜ୍ଞା, କହିଲି ମତେ ସମୟ ଦିଅନ୍ତୁ, ମଙ୍ଗଳବାର ଦିନ ମୁଁ ନିଶ୍ଚୟ ଆଉ ସେବାରେ ଯୋଗ ଦେଇପାରିବି। ଆଉ ତାଙ୍କେ ସମୟ ଦେଲେ, ସେଥିପାଇଁ ହୋଷ୍ଟ ଆଜ୍ଞା ଆପଣଙ୍କୁ ବି ଧନ୍ୟବାଦ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହଉ। ଆମେ କେତେ ମାନେ ସୌଭାଗ୍ୟଶାଳୀ ଲୋକ ଅଟୁ ଯେ ଅନେକ ଲୋକ ସେବା କରିବା ପାଇଁ, ଉପାସନା କରିବା ପାଇଁ ସମୟ ସୁଯୋଗ ନ ପାଇଲା ବେଳକୁ ପ୍ରଭୁ ଆମମାନଙ୍କୁ ଏଇ ଜୁମ୍ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତଙ୍କୁ ଏକତ୍ରିତ କରନ୍ତି, ଯଦ୍ୱାରା ଆମେ ଏକ ଶାନ୍ତି ଭାବରେ ସୁରୁଖୁରୁ ଭାବରେ ବସିକି ଈଶ୍ୱରଙ୍କ ଉପାସନା ବି କରିପାରିଥାଉ, ବାକ୍ୟ ବି ଶୁଣି ପାରିଥାଉ, ଆଉ ଈଶ୍ୱରୀୟ ସହଭାଗିତାରେ ବି ଆମେ ଆଗେଇ ପାରିଥାଉ। ଏହା ମାନଙ୍କ ନିମନ୍ତେ ଏକ ବାସ୍ତବରେ ପ୍ରଭୁ ଆମମାନଙ୍କୁ ସୁନ୍ଦର ଅବକାଶ ତାଙ୍କ ଦୟା ଦ୍ୱାରା ପ୍ରଦାନ କରିଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଆସନ୍ତୁ
ଯେମିତି ଆମେ ଏଇ ଦିନ ମାନଙ୍କରେ ଲେଣ୍ଟ ଡେଜ୍ ବୋଲିକି ଯୋଉ ଆମେ ଅବଜରଭେସନ କରୁଛୁ, ଆମେ ସମସ୍ତେ ବାକ୍ୟ ଜାଣୁ, ତଥାପି ଆଉ ଗୋଟେ ବାକ୍ୟକୁ ଆଜି ଅଳ୍ପ ସମୟ ପାଇଁ ଆମେ ଅଧ୍ୟୟନ କରିବା ପାଇଁ ଚାହିଁବା। ଆପଣମାନେ ବାଇବଲ ଖୋଲି ପାରିବେ ଫିଲିପିଓ ପୁସ୍ତକ ତାର 2 ଅଧ୍ୟାୟ 5ରୁ 8 ପର୍ଯ୍ୟନ୍ତ ଆମେ ପଢିବା ପାଇଁ ଚେଷ୍ଟା କରିବା। ଯଦି କେହି ପଢିବାରେ ସାହାଯ୍ୟ କରନ୍ତି ଆଉ ଭଲ ହବ। ଫିଲିପିଓ ପୁସ୍ତକ ଖ୍ରୀଷ୍ଟଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ହେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ୍ୟ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷି ଓ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଏଇ ପଢିଥିବା ବାକ୍ୟ ଏବଂ ଆମେ ଶୁଣିବା ସମସ୍ତଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ। ଆଉ ଆଜି ଆମେ ଏଇଠାରେ ଦେଖିବାକୁ ପାରୁଛୁ ଯେ ପ୍ରଥମ ବାକ୍ୟରେ ଯେତେବେଳେ ଆମେ ଦେଖୁଛୁ ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ସେହି ମନ ହେଉ। ଏଇଠାରେ ଓଡ଼ିଆ ବାଇବଲରେ ଆମେ ମନ ବୋଲିକି ଦେଖିପାରୁଛୁ। ଯଦି ଅନ୍ୟ ଭାଷା ଯେମିତି ହିନ୍ଦୀ ବାଇବଲରେ ଆମେ ଦେଖୁ ସ୍ୱଭାବ ବୋଲିକି କୁହାଯାଉଛି। ଆଉ ସ୍ୱଭାବ ବି ଆମ ଓଡ଼ିଆ ଭାଷାରେ ବି ଅଲମୋଷ୍ଟ ଇକ୍ୱାଲିଟି ମାନେ ମିନିଙ୍ଗସ୍ ହୁଏ। ଯେଭଳି କି ଯୀଶୁ ଖ୍ରୀଷ୍ଟଙ୍କର ସ୍ୱଭାବ ଥିଲା କିମ୍ବା ଆଚରଣ ଥିଲା କିମ୍ବା ମନ ଥିଲା, ତୁମ୍ଭମାନଙ୍କର ବି ସେହିପରି ମନ ହେଉ। ତୁମ୍ଭମାନଙ୍କର ବି ସେହିପରି ମନ ହଉ କିମ୍ବା ସେହିପରି ସ୍ୱଭାବ ହେଉ। ପ୍ରିୟ ବନ୍ଧୁଗଣ, ଆମେ ଆଉ ଜାଣୁ ଯେ କୌଣସି ବି ଜଣେ ମନୁଷ୍ୟ ତାର ନିଜର ବ୍ୟକ୍ତିଗତର ସ୍ୱଭାବ କିମ୍ବା ମନୋଭାବ ଦ୍ୱାରା ସିଏ ଆଇଡେଣ୍ଟିଫାଇଡ ହୋଇଥାଏ, ମାନେ ପରିଚିତ ହୋଇଥାଏ। ଯଦି ଏଇଠାରେ ଆମେ ଦେଖୁଛୁ ଆଉ ଯୀଶୁଙ୍କର ଯୋଉ ପରିଚୟ ବିଷୟରେ ଯଦି ଆମେ ଦେଖିବାକୁ ପାରୁଛୁ, ଏଇ ଦିନ ମାନଙ୍କରେ ଆମେ ଯୋଉଭଳି ଲେଣ୍ଟ ଡେଜ୍ ଅବଜରଭେସନ କରୁଛୁ, ପ୍ରାର୍ଥନା କରୁଛୁ କିମ୍ବା ଚାହୁଁଛୁ, ପ୍ରିୟ ବନ୍ଧୁଗଣ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଆଉ ଆମର ଏଇପଟେ ଯୋଉ ଚର୍ଚେସ୍ ଗୁଡାକ ଅଛି, ମେନ୍ ଲାଇନ୍ ଚର୍ଚେସ୍, ମେଥୋଡିଷ୍ଟ କିମ୍ବା ସିଆର୍ଆଇ କିମ୍ବା କ୍ୟାଥୋଲିକ କିମ୍ବା ଆଉ ବି ଯାହା ଯାହା ମୋଷ୍ଟଲି ତ ଏମାନେ ମେଜର ବଡ ଚର୍ଚ୍ଚ ଗୁଡାକ ଅଟନ୍ତି। ରେଷ୍ଟ ଅଫ ଦ ଚର୍ଚ୍ଚ ସେମାନେ ସେକେଣ୍ଡ ପ୍ରାୟୋରିଟି ମାନେ ସେକେଣ୍ଡ ନମ୍ବର୍ସରେ ଆସନ୍ତି। ଏଇ ଚର୍ଚ୍ଚର ଲୋକମାନଙ୍କୁ ଯେତେବେଳେ ଆମେ ଏଠି ଦେଖୁ, ଏଇ ଦିନ ମାନଙ୍କରେ ଅନେକ ପ୍ରକାର ଆଉ ସେମାନେ ଜିନିଷ ନିଜ ଜୀବନର ଚାଲିଚଳନ ବ୍ୟବହାର ଆଚାର ଏ ସମସ୍ତ ବିଷୟକୁ ସେମାନେ କଣ କରନ୍ତି, ସିର୍ଫ ମାନେ ଓନ୍ଲି ଅନ୍ ଦିସ୍ ଡେଜ୍ ମାନେ ଏଇ ଦିନ ମାନଙ୍କରେ ହିଁ ସେମାନେ ଅତ୍ୟଧିକ କଠୋର ଭାବେ ପାଳନ କରନ୍ତି। ସପୋଜ ଏମିତି ବି କରନ୍ତି ଏପଟେ, ଆଉ ଅନେକ ଲୋକମାନେ ଜାଣିଥିବେ ଯେଉଁମାନେ ନର୍ଥ ଇଣ୍ଡିଆରେ କାମ କରୁଛନ୍ତି, ଯଦି ମାନେ ଯେତେବେଳେ ପର୍ଯ୍ୟନ୍ତ ଆମର ପୁନରୁତ୍ଥାନର ପର୍ବ ପୁରା ନ ହେଇଥାଏ, ଯୋଉ ଦିନଠୁ ଏସ୍ ୱେଡନେସଡେ ବୋଲି କୁହାଯାଏ ଏବଂ ପୁନରୁତ୍ଥାନ ପର୍ଯ୍ୟନ୍ତ ଏତିକି ମଧ୍ୟରେ ଇଭେନ୍ ସେମାନେ କୌଣସି ଯଦି ବିବାହ କାର୍ଯ୍ୟକ୍ରମ ବି ଆସିଥାଏ ତାକୁ ବି ସେମାନେ ଆଭଏଡ କରନ୍ତି। ମାନେ ସେମାନେ ଚାହାନ୍ତି ଯେ ଏଇ ଦିନ ମାନଙ୍କରେ ହଉଛି ଏକ ଦୁଃଖ ଭୋଗ ସମୟ ବୋଲିକି ସେମାନଙ୍କର ଚିନ୍ତାଧାରା ହୁଏ। ଏବଂ କେତେ ଲୋକ ଏମିତି ବି କରନ୍ତି, ମୁଁ ଜଷ୍ଟ ମାନେ ମୁଁ ଆଶ୍ଚର୍ଯ୍ୟ ହେଲି। ମୋର ଚର୍ଚ୍ଚରେ ହିଁ ଜଣେ ଲୋକ, ଆଉ ଅଫକୋର୍ସ ସିଏ ମୋ ଚର୍ଚ୍ଚର ଲୋକ, ମାନେ ମୋର ଚର୍ଚ୍ଚରେ ଆସୁଥିବା ସଦସ୍ୟ ଅଟନ୍ତି, କିନ୍ତୁ ମତେ ଦିନେ ସାଜେସନ ପଚାରୁଥିଲେ, ଆଉ ପାଷ୍ଟର ଆଜ୍ଞା କଣ ମୋର ଗୋଟେ ୱାସିଂ ମେସିନ କିଣିବାର ଅଛି, କଣ ମୁଁ କିଣି ପାରିବି କି? ମୁଁ କହିଲି କାହିଁକି ଭଉଣୀ କିଣି ପାରିବନି, କଣ ହେଲା କି? ନାହିଁ ଅବି ସେଇ ଯୋଉ ଆମର ଦୁଃଖ ଭୋଗ ସପ୍ତାହର ଦିନ ଗୁଡାକ ଚାଲିଛି ନା, କଣ ମୁଁ କିଣି ପାରିବି କି? ତ ମୁଁ କହିଲି ସେମିତି କିଛି ନୁହଁ,
ତମେ କିଣିବା ପାଇଁ ବୋଲିକି କୌଣସି ପ୍ରତିବାଧା କିମ୍ବା ଅବଷ୍ଟ୍ରକଲ ନାହିଁ କିମ୍ବା ଲ ନାହିଁ ଯେ କିଣିବନି ବୋଲିକି। ମୁଁ ତ ଆଜି ପର୍ଯ୍ୟନ୍ତ ମୁଁ ଏମିତି ବୁଝେ ନାହିଁ ଯେ ଇଭେନ ଆମମାନଙ୍କୁ ବାକ୍ୟରେ କୌଣସି ଜାଗାରେ ଏମିତି ଶିଖା ଯାଇଛି ଯେ ଆମେ କିଣି ପାରିବାନି କି ବାହା ହେଇପାରିବାନି କିମ୍ବା କୌଣସି ଭଲ ମନ୍ଦ ଜିନିଷଟାକୁ କରିପାରିବାନି। ଏମିତି ସବୁ କିଛି କୌଣସି ରୋକ ଠୋକ ବିଷୟ ତ ନାହିଁ। ଦେନ୍ ହାଉ କମ୍ ତମେ କେମିତି ଏଇ କଥାଟାକୁ କହୁଛ? ତମକୁ କିଏ ଏଇ ଜିନିଷଟା ମାନେ ଜ୍ଞାନ ଦେଲା କିମ୍ବା ଇନଫର୍ମେସନ ଦେଲା ବୋଲି କର ନାଇଁ? ତାର ଜଣେ ଫ୍ରେଣ୍ଡ ଲୋକ, ସିଏ ମେନ୍ ଲାଇନ୍ ଚର୍ଚ୍ଚ ଲୋକ, ସିଏ କହୁଥିଲେ ଯେ ଆଉ ଏଇ ଦିନ ମାନଙ୍କରେ ଆମେ କୌଣସି ଭଲ ମାନେ ଯୋଉଟା କି ସେଲିବ୍ରେଟେଡ ଭଳିଆ ଜିନିଷ ଗୁଡାକୁ ଆମେ କରିପାରିବାନି। ଦେଖନ୍ତୁ ମନୁଷ୍ୟର ଚିନ୍ତାଧାରା କୋଉଠାରୁ କୋଉ ପର୍ଯ୍ୟନ୍ତ ଆଜି ଚାଲି ଆସୁଅଛି, ଯେତେବେଳେ କି ହେଇପାରେ ଯୀଶୁ ଖ୍ରୀଷ୍ଟ ଏଇ ଦିନ ମାନଙ୍କରେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଭୋଗ ସମୟ ବୋଲିକି ସ୍ମରଣ କରୁଛୁ, ଆଉ ସ୍ମରଣ କରୁ କରୁ ସେଇ ସ୍ମରଣ କରିବା ପଦ୍ଧତିରେ କିମ୍ବା ନିୟମରେ ଅନେକ ପ୍ରକାର ବେମତଲବ ଜିନିଷ ମାନେ ଯୋଉଟା କି ରିଲେଟେଡ ନୁହଁ, ଯୋଉଟା କି ଆମ ସ୍ପିରିଚୁଆଲ ଲାଇଫ ପାଇଁ ବୋଲିକି କୌଣସି ଲାଭପ୍ରଦ କରିପାରିବ, ସେଇ ବିଷୟରେ ତ କେହି ମନୋଯୋଗୀ ହୁଅନ୍ତି ନାହିଁ। ବରଞ୍ଚ କଣ କରନ୍ତି, ଲୋକମାନଙ୍କର ମନୋଭାବ ବିଚାରଧାରା ଏପରି ହେଇଯାଇଛି ଯେ ଅବି ଆମେ ଦୁଃଖ ଭୋଗ ସପ୍ତାହରେ ଅଛୁ, ଆମେ ଏ ଜିନିଷ ଗୁଡାକ କରିବା ନାହିଁ ବୋଲି ସମ୍ ଅଫ ଦ ପିପଲ। ମତେ ଆଶ୍ଚର୍ଯ୍ୟ ଲାଗେ କେତେ ଲୋକ କଣ କରନ୍ତି, ସେଇ ମେନ୍ ଲାଇନ୍ ଚର୍ଚ୍ଚର ଲୋକମାନେ ସେମାନେ ଟୋଟାଲି ଇଭେନ ମ୍ୟାରେଜ ଡେଟ୍ ବି ରଖିବେ ନାହିଁ। ଖେର ଆମ ଗଜପତିରେ ଏମିତି ନୁହଁ, ମୁଁ ଜାଣିଛି ଗଜପତିରେ ଧୁମଧାମ ଏଭ୍ରିଡେ ମ୍ୟାରେଜ ଗୁଡାକ ହଉଛି, ଇଭେନ ରାୟଗଡାରେ ବି ହଉଥିବ, ଆଉ ଜୟପୁର ବି ହଉଥିବ, ଏଭ୍ରି ପ୍ଲେସ ରେ ହଉଥିବ। କିନ୍ତୁ ମାନେ ଲୋକମାନଙ୍କର ମନୋଭାବ କେମିତି ବାକ୍ୟ ପ୍ରତି ଲଗନ ନ ହେଇକିରି କେମିତି ଜାଗତିକ ପ୍ରଥା ରୀତି ରିବାଜରେ କେମିତି ଲୋକମାନେ କଣ ହେଇଯାଉଛନ୍ତି, ମାନେ ବନ୍ଧିତ ହେଇଯାଉଛନ୍ତି, ଏଇ ଜିନିଷକୁ ଆମେ ଦେଖିପାରୁଛୁ। କିନ୍ତୁ ଏଠାରେ ଯେତେବେଳେ ଦେଖୁଛୁ, ଆଉ ଏଠାରେ ଲେଖା ଯାଇଛି ଯେ ଆଉ ଖ୍ରୀଷ୍ଟ ଯୀଶୁଙ୍କର ଯେପରି ସ୍ୱଭାବ ଥିଲା କିମ୍ବା ମନ ଥିଲା, ତୁମମାନଙ୍କର ମଧ୍ୟ ମନ ସେହିଭଳି ହେଇଯାଉ। ପ୍ରିୟ ବନ୍ଧୁଗଣ, ଆମେ ଖ୍ରୀଷ୍ଟ ଯୀଶୁଙ୍କର ମନୋଭାବ କିମ୍ବା ସ୍ୱଭାବ କଣ ଥିଲା? ଅନେକ ପ୍ରକାର ବିଷୟ ଥିଲା ଖ୍ରୀଷ୍ଟ ଯୀଶୁଙ୍କର, ଯେତେବେଳେ ଆଉ ସିଏ ଉପବାସ ରହିକି ଆଉ ସେଇ ଯୋଉ ତାଙ୍କର ସେଇ ତୟାରୀ ମାନେ ପ୍ରିପାରେସନ ହଉଥିଲେ ନେକ୍ସଟ ଲେଭେଲ ମିନିଷ୍ଟ୍ରିରେ ସେ ଷ୍ଟେପ ଆଉଟ କରିବା ପାଇଁ କିମ୍ବା ଆଉ କାର୍ଯ୍ୟ କରିବା ପାଇଁ, ଅତ୍ୟଧିକ ସାମର୍ଥ୍ୟ କିମ୍ବା ପାୱାରଫୁଲ ୱେରେ କାମ କରିବା ପାଇଁ, ସେତେବେଳକୁ ସେ ପରିତ୍ୟାଗର ଜୀବନକୁ ନିଶ୍ଚୟ ସେ ଆପଣାଇଛନ୍ତି, ମାନେ ଏଡପ୍ଟ କରିଛନ୍ତି। କିନ୍ତୁ ଏଇଟା ନୁହଁ ଯେ ମ୍ୟାରେଜ ହେଇପାରିବନି, ମିରାକଲ ହେଇପାରିବନି, ଆଉ ଭଲ ଜିନିଷ କରିପାରିବନି। ଏଇ ଜିନିଷରେ ଯୀଶୁ ଆମକୁ ସେ ବିଷୟଟା ସେଠି ଶିଖେଇ ନାହାନ୍ତି। ଯୀଶୁ ଯଦି ଶିଖେଇଛନ୍ତି, ହଁ ଏହା ନିଶ୍ଚୟ ଶିଖେଇଛନ୍ତି ଆମକୁ ଯେ ଏଇ ଦିନ ମାନଙ୍କରେ ମୁଁ ଯେହେତୁ ମୋ ପାଇଁ ଅଳ୍ପ ସମୟ ବାକି ରହିଲା, ଯୋଉଟା କି ମତେ ଯୋଉ ପିତା ପରମେଶ୍ୱର ମତେ ଯୋଉ କାର୍ଯ୍ୟ ଦେଇଛନ୍ତି, ସେଇ କାର୍ଯ୍ୟକୁ ମତେ କଣ କରିବାକୁ ପଡିବ? ପୁରା କରିବାକୁ ପଡିବ। ହେଲେ ପୁରା କରିବାକୁ ହେଲେ ମତେ କଣ କରିବାକୁ ପଡିବ କି ମୁଁ ଏମିତି ଭାବେ ଯାଇକି ଯଦି ମୁଁ ସେବା କାର୍ଯ୍ୟ କରିବି, ହେଇପାରେ ସେ ସେବା କାର୍ଯ୍ୟରେ ମୁଁ ଅତ୍ୟଧିକ ସଫଳତାକୁ ମୁଁ ଦେଖି ନପାରେ। ଦ୍ୟାଟ ଇଜ ବାଇ ହ୍ୱାଟ ଆଇ ହାଭ ଟୁ ଡୁ। ମତେ କଣ କରିବାକୁ ପଡିବ? ମତେ ପୁରୀ ବି ଗଭୀର ଭାବେ କିଛି ଜିନିଷକୁ ପରିତ୍ୟାଗ କରିକି ମତେ ନିଜକୁ ନିଜେ ପ୍ରିପାରେସନ କରିବାକୁ ପଡିବ ବୋଲି ଯୀଶୁ ଉପବାସ ରହିଛନ୍ତି। ଉପବାସ ରହିବା ସହିତ ସହିତ ପ୍ରାର୍ଥନାର ସମୟ ସେ କାଟିଛନ୍ତି, ଏବଂ ପ୍ରାର୍ଥନା ସମୟ କାଟିବା ସତ୍ତ୍ୱେ ଏବଂ ଈଶ୍ୱରଙ୍କ ସହିତ ଗମନାଗମନ କରିବା, ଫେଲୋସିପ କରିବା, କିମ୍ବା ନିଜ ନିଜକୁ ସିଏ ମାନେ ପ୍ରିପାରେସନ କରିବା ପାଇଁ ବିଭିନ୍ନ ପ୍ରକାର ପାପ ପୂର୍ଣ୍ଣ ବିଷୟ ତ ନିଶ୍ଚୟ ସେ ତ୍ୟାଗ କରିଛନ୍ତି। କିନ୍ତୁ ଟ୍ରାଡିସନ ଯୋଉଟା ଲୋକମାନେ ଆଜି ଅବଜରଭେସନ କରୁଛୁ ଆମେ, ହେଇପାରେ ଆମ ଗଜପତିରେ ନ ହେଇପାରେ, କିନ୍ତୁ ବିଭିନ୍ନ ଜାଗାରେ କରନ୍ତି, ସେଇଟାଠୁ ଅତ୍ୟଧିକ ଯଦି ଇମ୍ପୋର୍ଟାନ୍ସରେ ଯୀଶୁ ଖ୍ରୀଷ୍ଟ କୌଣସି ବିଷୟକୁ ଆଉ ସେ ଫୋକସ କରିଛନ୍ତି, ଆଉ ତାଙ୍କର ଜୀବନ ନିଜ ଜୀବନର ଆଉ
ଯେମିତି ପାପପୂର୍ଣ୍ଣ ଜୀବନ ନ ହୋଇ ଧାର୍ମିକତା ଜୀବନରେ ଯେମିତି ମୁଁ ଅତ୍ୟଧିକ ବଢି ପାରିବି, ସେଇଥିପାଇଁ ଯୀଶୁ ଖ୍ରୀଷ୍ଟ ସେ କଣ କରିଛନ୍ତି, ନିଜ ସ୍ୱଭାବକୁ ପ୍ରକଟ କରିଛନ୍ତି, ମାନେ ପ୍ରକାଶ କରିଛନ୍ତି, ୟା ନିଜ କ୍ୟାରେକ୍ଟରକୁ ମାନେ ପ୍ରକାଶ କରିଛନ୍ତି। ଆଉ ସେଇ କ୍ୟାରେକ୍ଟର ପାଇଁ ବୋଲିକି ଆଜି ଆମମାନଙ୍କୁ, ଯଦି ଆମେମାନେ ବି ଅବଜରଭେସନ କରୁଛୁ, ଆମମାନଙ୍କୁ ବି କୁହାଯାଉଛି ଯେ ଆଉ ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନୋଭାବ ଥିଲା, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା କିମ୍ବା ଚରିତ୍ର ଥିଲା କିମ୍ବା କ୍ୟାରେକ୍ଟର ଥିଲା, ତୁମ୍ଭମାନଙ୍କର ବି ସେଇ ପ୍ରକାର ମନ ହେଇଯାଉ ବୋଲିକି ଆଜି କୁହାଯାଉଛି। ପ୍ରିୟ ବନ୍ଧୁଗଣ, ଆଉ ମୁଁ ଉତ୍ସାହିତ କରିବାକୁ ଚାହିଁବି, ଆଜି ଆମମାନଙ୍କର ମନ କି ପ୍ରକାର ଅଟେ, ଆଜି ଆମମାନଙ୍କର ଚରିତ୍ର କି ପ୍ରକାର ଅଟେ, ଆମେ କିଭଳି ଚରିତ୍ରରେ ଈଶ୍ୱରଙ୍କ ସହିତ ଗମନାଗମନ କରୁଛୁ, କିଭଳି ଭାବେ ଈଶ୍ୱରଙ୍କ ସହିତ ଜୀବନକୁ, ଆମ ଆତ୍ମିକ ଜୀବନ ଯାପନ କରୁଛୁ, এই বিষয় ନିମନ୍ତେ ଆମମାନଙ୍କୁ ଚିନ୍ତା କରିବା ଆବଶ୍ୟକ ଅଟେ। ମତେ ବହୁତ ଖୁସି ଲାଗେ, ଆଉ ଗେଟ୍ ଟୁଗେଦର ପ୍ରୋଗ୍ରାମସ୍ ଗୁଡାକ ବି ଆମେ କଣ କରୁଛୁ, ଆୟୋଜନ କରିପାରୁଛୁ। ଆଉ ଯେମିତି ଆମେ ଶୁଣି ପାରୁଥିଲୁ, ଆଜ୍ଞା କହୁଥିଲେ ଯେ ଆମର ସଂଗ୍ରାମ କେଶରୀ ଭାଇଙ୍କ ଦ୍ୱାରା 2 ଦିନ ଆଉ କଣ ହେଲା କି ମାନେ ଗେଟ୍ ଟୁଗେଦର ପ୍ରୋଗ୍ରାମସ୍ ହେଲା। ଦେନ୍ ଆଉ ଗୋଟେ ଜିନିଷ ଏଡ୍ କରିକି କହିଲେ, ଯୋଉଟା ଖୁସି ଲାଗେ, ସେଇଟା ଆବଶ୍ୟକ ଅଟେ। ଅତି ସୁନ୍ଦର ବାକ୍ୟ ଗୁଡାକ ସେଠାରେ ବିତରଣ କରାଯାଉଥିଲା। ଓକେ, ବାକ୍ୟ ବିତରଣ କରାଗଲା। ବାକ୍ୟ ବିତରଣ କରାଯାଏ, କାହିଁକି କରାଯାଏ? if somebody is delivering some message या some sermons, କୌଣସି ଲୋକ ଯଦି କୌଣସି ମେସେଜ କୁ ଆମେ ଡେଲିଭର କରୁ କିମ୍ବା ପ୍ରକାଶ କରୁ, what is the aim of that? ତାର ଲକ୍ଷ୍ୟ କଣ? ଲକ୍ଷ୍ୟ ହଉଛି ସେ ବାକ୍ୟ ଦ୍ୱାରା ମଣିଷ ଜୀବନର ସ୍ୱଭାବ, ମଣିଷ ଜୀବନର ଚରିତ୍ର, ମଣିଷ ଜୀବନର ଈଶ୍ୱରଙ୍କ ପ୍ରତି ପ୍ରିପାରେସନ ହେବା ଅତି ଆବଶ୍ୟକ। ଯଦି ସେଇ ଜିନିଷ ହେଇପାରୁନି, ତାହେଲେ ଆମେ ସୁନ୍ଦର ବାକ୍ୟ ତ ନିଶ୍ଚୟ ପ୍ରଦାନ କରିପାରୁଥିବା। ଅତି ସୁନ୍ଦର ହୋମିଲେଟିକ୍ ସବଜେକ୍ଟ ଯୋଉ ଆମେ ଜାଣୁ, ହୋମିଲେଟିକ୍ସ ଆମକୁ ସାହାଯ୍ୟ କରେ କିପରି ସୁନ୍ଦର ବାକ୍ୟକୁ ଆପଣ ଉପସ୍ଥାପନ କରିପାରିବେ, କିପରି ଆପଣ ପ୍ରେଜେଣ୍ଟ କରିବେ। ବଟ୍ ଯେତେ ସୁନ୍ଦର ବାକ୍ୟ ଆପଣ ପ୍ରେଜେଣ୍ଟ କରନ୍ତୁ, ଯେତେ ସୁନ୍ଦର ବାକ୍ୟକୁ ଆପଣ ବିତରଣ କରନ୍ତୁ, ବାକ୍ୟ ବିତରଣ ହେଲା ପରେ ଯଦି ମଣିଷ ଜୀବନରେ ତାର ପ୍ରଭାବ ନ ପଡିକି କୌଣସି ବଦଳିବାର କିମ୍ବା ଚେଞ୍ଜେସ୍ ଯଦି ନଥାଏ, ତେବେ ସେଇ ବାକ୍ୟର ଉଦ୍ଦେଶ୍ୟ ସଫଳ ହେଇନଥାଏ। ଆଉ ସେଇ ଯୋଉ ଚେଞ୍ଜେସ୍ ଭିତରେ ସ୍ୱଭାବ ବି ଚେଞ୍ଜେସ୍ ହେବା ଆବଶ୍ୟକ। ଇ ଯୀଶୁ ଖ୍ରୀଷ୍ଟଙ୍କ ପରି ଆମମାନଙ୍କର ଆଉ ମନ ବି ହେବା ଆବଶ୍ୟକ, ଆମମାନଙ୍କର କ୍ୟାରେକ୍ଟର ବି ହେବା ଆବଶ୍ୟକ, ଯଦ୍ୱାରା କି ଆମେ ହେଇପାରେ 40 days ଫାଷ୍ଟିଂ ରଖିଦଉ, ହେଇପାରେ ଆମେ ଲେଣ୍ଟ ଡେଜ୍ କୁ ଅବଜରଭେସନ କରିଦଉ, ହେଇପାରେ ବିଭିନ୍ନ ପ୍ରକାର ଆଉ ଯୋଉ ସ୍ପିରିଚୁଆଲ ଯୋଉ ଆକ୍ଟିଭିଟିଜ ଗୁଡାକ ଥାଏ, ଆମମାନେ ସେଥିରେ ଲିପ୍ତ ହଉ। ଆଉ ଯଦି ଜୀବନ ଯଦି ବଦଳିବ ନାହିଁ, ତେବେ ସେ ସବୁ ଯାହା କିଛି ବି ଆମେ ପ୍ରତିପାଳନ କରୁଥିବା, ସେ ପ୍ରତିପାଳନ କରିବାରେ କୌଣସି ଲାଭପ୍ରଦ ହେଇନଥାଏ। ସେଥିପାଇଁ ଏଠାରେ ବିଶେଷ କରି କୁହାଯାଉଛି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମମାନଙ୍କର ବି ସେହିପରି ମନ ହଉ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ସ୍ୱଭାବ ଥିଲା, ତୁମମାନଙ୍କର ସ୍ୱଭାବ ବି ସେହିପରି ହଉ। ଯେତେବେଳେ ଏଠାରେ ତୁମେ ମାନେ ବୋଲି କୁହାଯାଉଛି, ଇଟ୍ ଇଜ ଆଡ୍ରେସିଂ ଟୁ ଅଲ୍ ଦ ପିପୁଲ। ସେ ହେଇପାରେ ବିଶପ, ହେଇପାରେ ସେ ହେଇପାରେ ନର୍ମାଲ ବିଶ୍ୱାସୀ, ହେଇପାରେ ସେ ସମ୍ପାଦକ, ହେଇପାରେ ସେ ଗୋଟେ ନିରୀହ କେବେ ଜାଣିନଥିବା ଆଉ ଯୀଶୁଙ୍କୁ ବୁଝିନଥିବା ଲୋକ ବି ହେଇପାରେ। anyone, for everyone, ସମସ୍ତଙ୍କ ପାଇଁ ଏଇଟା ଆଡ୍ରେସ କରୁଛି ଆଉ କହୁଛି ଯେ ଯେପରି ଖ୍ରୀଷ୍ଟ ଯୀଶୁଙ୍କର ମନ ଥିଲା, ତୁମମାନଙ୍କର ବି ସେହିପରି ମନ ହଉ। ସୋ ଏଇଟା ତ ଆମେ ଦେଖିଲୁ ଯେ ଆମମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ପରି ମନ ହେବା ଅତି ଆବଶ୍ୟକ। ଅବି ପ୍ରଶ୍ନ ଆସୁଛି, କୋଉ ମନୋଭାବ ଖ୍ରୀଷ୍ଟ ଯୀଶୁଙ୍କର ଏଇଠାରେ ଆମେ ଦେଖିବାକୁ ପାଉଛୁ? ମାନେ what is the character we are finding here about Lord Jesus Christ? ଯୀଶୁ ଖ୍ରୀଷ୍ଟଙ୍କର କୋଉ ଭଳି ସ୍ୱଭାବକୁ ଏଠାରେ ଆମେ ଦେଖିବାକୁ ପାରୁଛୁ? ସେମିତି ତ ଯୀଶୁ ଖ୍ରୀଷ୍ଟଙ୍କର ଗୁଡ଼ାଏ ସ୍ୱଭାବ ଅଛି, ଅନେକ ପ୍ରକାର ସ୍ୱଭାବ ଅଛି, ଯାହା ରିଲେଟେଡ୍ ଟୁ ଗଡ୍, ମାନେ ପରମେଶ୍ୱରଙ୍କ ସହିତ ଆମେ ବୁଝିବାକୁ ପାରୁଛୁ। କିନ୍ତୁ ଏଇଠାରେ ପାର୍ଟିକୁଲାର ଆଉ ଯୋଉ ମାନେ ମନୋଭାବ, ମନ ହଉ, ଯୋଉ ମନଟା ଏଠାରେ ଇଣ୍ଡିକେଟ କରାଯାଇଛି ୟା ଆଡ୍ରେସ କରାଯାଇଛି, ସେଇଟାକୁ ଆମେ ଦେଖିବା। ଆଉ ଦୟାକରି ସେଇଟା ବୁଝିବା ନିମନ୍ତେ 6 ଭର୍ସେସ୍ କୁ ପଢିବେ, 6 ବାକ୍ୟ, 2ର 6 ବାକ୍ୟ ପଢି ଦିଅନ୍ତୁ ଟିକେ। ସେ ଈଶ୍ୱର ରୂପୀ ହେଲେ ହେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା
ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ। यस देखंतु यीशु ख्रीष्टଙ୍କର जो कैरेक्टर थिला एठारे लेखा जायछि ईश्वर रूपी माने लाइकनेस ऑफ गॉड सेम लाइक गॉड आ नॉट ओनली सेम लाइक गॉड केवल ईश्वरଙ୍କ भଳି नुह स्वयं जीशु ख्रीष्ट ईश्वर अटंती हालेलुया आमे समस्त जानू स्वयं जीशु ख्रीष्ट ईश्वर अटंती ईश्वरଙ୍କ भଳି बोली भले लेखा जायछि एतारे किंतु ही इज रियली अ गॉड ही इज नॉट लाइक गॉड बट आमମାନଙ୍କର ବୁଝିବା ନିମନ୍ତେ आमମାନଙ୍କର अंडरस्टैंडिंग निमंते लेखा जायछि एठारे से ईश्वर रूपी हेले हैं प्रिय बंधुगण ईश्वर रूपी हिसाब रे जीशु ख्रीष्ट जेमिति परमेश्वर कहिले जे एईटा कोन हे जाओ बनी जाओ तो सेमिति ताको कथा द्वारा ईश्वर को कथा द्वारा ब्रह्मांड सृष्टि किबा क्रिएशन ता ही जाइतला सेम बेरे जीशु ख्रीष्ट भी जहा कहंती से विषय को ए ब्रह्मांड किबा ए सृष्टि ए पृथ्वी तार पालना करे हालेलुया सो दिस इज कॉल्ड ईश्वर रूपी जीशुंकर ईश्वर रूपी जी परमेश्वर जेमिति जदि कहंती जो तारा आकाश रे कौन होची से जदि गमन करुची आउ जन्मदिन बेले जीशुंकर जन्मदिन बेले से ज्योतिष माने से तारा को देखिकी जेतले जाऊ थांती माने लाइक नेविगेशन बेले आइकरी आउ से ज्योतिष मानकर आउ जो कौन कहले कि हेल्प निमंते आउ लोकेशन रो हेल्प निमंते तारा को कहा जाइतला परमेश्वर कहले अमुक जगह रे हे तारा कौन हे जीवो तमे स्तब ही रही जीवो जो द्वारा कि ज्योतिष माने जो फॉलो करिक जीसस को मीट करिया पई जाउचंती मिसिया पई जाउचंती शिशु बालक जीसु को सेटार से रही कि ताको जीसु को मिसी जीवे दैट मीन तारा जिमती प्रभु जेतले कहले पिता परमेश्वर जेतले कहले तारा को जे तुमे इथे रही जीवो से सुनिला सेही भली आमे देखि पारुछु ईश्वर रूपी हेबा सकाशु ईश्वर हेबा सकाशु जीशु भी दिने जहाज उपरे यात्रा करुथिबा बेले आपण शिष्य मानक सहित जेते बेले पवन किंबा जो से जो माने जो आकाश रु जो वर्षा सब होउची आ से जहाज टळमळ होई डुबिला माने बुडी गला ऊपर होउची जीशु कोन कले हे वर्षा किंबा हे बात्या किंबा हे जो क्लाइमेट तुम्हें कौन हो जाओ स्टॉप हो जाओ तो से जिनस सेटा भी से स्टॉप हो गले तो एटा होची ईश्वर रूपी जीशुंकर ईश्वर रूपी मु काहे के कथा गुडा को कहूची आमे जस्ट टिके चिंता करिबा जस्ट टिके आमे कोन करिबा ए विषय रे माने ध्यान देबा जे आमो जीशु ईश्वर तुल्य बोली लेखा जाय कि मु आउरी कहबी ताकू टिके बढ़ई की कहबी खुद माने स्वयं ईश्वर होई कि भी से कौन करिसंती आमे देखि पारुछु ईश्वर रूपी हेले है ईश्वरंक सहित समान होई रहिबा निज निमंते धरि रखिबार विषय को मने कले नाही माने मु जहा एठारे कहिबा पई चेष्टा करूची से ईश्वर रूपी एवं से ईश्वर होई कि भी निजको आई एम द गॉड बोली कि से एटारे गोटे गर्वपणिया विषय को देखौ नाहंती किंतु से कौन करुछंती से निज को नम्र करुछंती एहा होची जीशुंकर स्वभाव एहा होची जीशुंकर मनोभाव आजी अनेक लोक आमे सेवा कार्य रे अछु सेवा करुछु अनेक टाइम रे आम मन मध्य आम द्वारा जदि भल भल कार्य गुड़ाक होता भल भल कार्य तो हम ही हम भल भल कार्य हम सेवा करुछु कहले आमे आम सेवा होउनी सेटा आम द्वारा ईश्वर सेवा होउची जेते बेले आम द्वारा ईश्वर सेवा होउची ईश्वर महत महत आश्चर्य कर्म सब भी आम द्वारा कौन होउची आउ
परफॉर्मेंस होउची फॉर एग्जांपल लाइक जदि आमे कहा पर हाथ रखिकी प्रार्थना करूछु से माने सुस्थता पाउछंती जदि कहार भविष्य निमंते आमे प्रार्थना करूछु ताहले से मानकर भविष्य उत्तम रूपे माने गठन ही जाउची जदि आमे कहार पैसार अभाव थिला तेणु आमे प्रार्थना करूछु तो प्रभु कौन करंती ताकर पैसार इंतजामत भी करि दियंती जदि आमे कौनसी लोक कौनसी प्रकार अशांति वातावरण रे थिला तेबे आमे माने जेतेले प्रार्थना करूछु आ सेतेबेले कोन होची कि आउ तांकर पैसा पत्रर इंतजाम बोलंतु किबा अशांति मन भाव शांति आसबार विषय एमिति गुड़ाए आश्चर्य कर्म सबु आमानक सेवा कार्य द्वारा हेई पारुछि आमे एठारे जेते जण सेवक जदि अछु किबा जणे नॉर्मल बिलीवर्स भी अछु आमानक द्वारा हेई थाय कारण आमे जिते प्रार्थना करू मने आमे एटा एटा बुझी रखिबा कथा जे आमे जिते प्रार्थना करूछु वी आर नॉट द जो मिराकल करिबा लोको मिराकल परमेश्वर करंती हालेलुया किंतु हमर विश्वास हमर ईश्वर को सहित संबंध हमर स्वभाव ईश्वर सेटा को कोन करंती ऑनर करंती सम्मानित करंती तेणु आम मानकु व्यवहार करंती परमेश्वर आ जेतले व्यवहार करू करू अनेक लोक आमे देखिबा को पारो दुनिया मध्य रे सेवा कार्य रे जदि कोनसी लोक को द्वारा जो मिराकल्स गुडा को परफॉर्म हुए किबा आश्चर्य कर्म गुडा कहि जाय से माने लास्ट निज को निजे कहंती जे आई एम द गॉड बोली की कहंती किंतु यीशु ख्रीष्ट एंती कहि नथिले इटारे यीशु ख्रीष्ट कोन करछंती हम पढ़िबा पारुछु ईश्वर रूपी हेले हे ईश्वरଙ୍କ सहित समान होई रहिबा रहिबा निज निमंते धरी रखिबार विषय मने कले नाही जदि आमे कहूछु आज ईश्वर यीशु ख्रीष्टଙ୍କ भଳି मन हेबा कथा तो दिस इज वन ऑफ द मन आमानकु हेबा आवश्यक आमानकु मु किछि करि पारुछि बोलिबा विचार धारारु चेंजेस हेई कि एई दिन मानकरे मु नुह ईश्वर करि पारुछंती बोली कि ईश्वर करंती बोली ईश्वर को क्रेडिट देवा कथा एंड सत्य भी अटे ईश्वर ही करंती जहा किछि भी ईश्वर ही करंती फॉर एग्जांपल लाइक अभी देखंतु आमानकर आउ केते सुंदर सुयोग होउची आगंतुक दिन बोधे जून मास रे बोधे करा आगे मु जदी मिस्टेक नो जून मास रे बोधे बॉम्बे रे जाउछु आमे बॉम्बे रे गोटे बढ़िया विषय हबो आ आमे समस्त सेटा एकत्रित होउछु तो इटा हमर करा आज्ञा निज तरफरु करिबा पई ताके कहू नांती किंतु फॉर एग्जांपल मु कहूची करा आज्ञा करू नांती एटा होची ईश्वर करौछंती हालेलुया सो ए विषय को नहीं आमे प्राउड करि परिबा नै ए विषय को नहीं आमे क्रेडिट नै परिबा नै यदि ईश्वर कर आज्ञा को बळ न देले ए जो प्रोग्राम्स को से आ कंडक्ट करि परिबे नै चाहे चेन्नई रे हो चाहे मुंबई रे हो प्रभु चाहिए दिल्ली रे भी करिबा आज्ञा बुझले कि सो ईश्वर मन को काम यीशु कृष्ण को मनोभाव देखंतु जदि बा से ईश्वर स्वयं ईश्वर है कि भी निजे ईश्वर बोली कि देखो नांती आपण मन जानि छथि यीशु कृष्ण कोन करथिले जतळ को भलो आबे जानि छथि समस्त शिष्य मान को डाकी कोन कले जानि छथि आपण यदि जानिया चाहेबे मार्को 10:45 मार्कर समाचार हम देखिया पारुछु यीशु कोन करछथि पढ़िबा नै बोधे टाइम अत्यधिक हेलानी मोर टाइम बोधे 6:10 पर्यंत जानि नि मु केतल पर्यंत आपनकर शेड्यूल हिसाब रे मु जस्ट कहि दवा पाई चाहे केते समय पर्यंत आज्ञा टिके मते कहि देले भलो हेबो 6:8 हेलानी मोर प्रचार टाइम टा केते समय पर्यंत टिके कहि देंतो आज्ञा करा आज्ञा पचारथिले हां तारा गुटे 10 मिनिट्स कोंतु सर Okay, thank you. I will try to wind up within the 10 minutes. Okay, so I'm saying देखिया को पारुछु आपण पढंतु आपण माने जानि छथि ज्ञानी लोक गुडा को मु गर्व करे गजपति लोमानु गर्व करे जे आमे संडे स्कूल बेलु ही वाक्य रे आमे बहुत पारंगम अटु तेनु सेटा को पढिबा दरकार नै पढी की बुझिया बोली बट जस्ट आई वांटेड टू रिमाइंड आपण माने को सेही आड़ को नेबा पे चाहूची यीशु ख्रीष्ट शिष्य मानकर कोन धोइतिले पाद धोइतिले कि नै धोइतिले दैट इज हिज एटीट्यूड ताहा होची तांकर मनोभाव जदि एठारे कहा जाउची ख्रीष्ट यीशुଙ୍କର जे परि मन थिला
तुम मानकर परी से परी मन हो दैट मीन्स एई दिन मानकर आम मानकु नम्र हेबा आवश्यक अटे पाद धोइबा परिस्थिति भी आसीबो तबे पाद धोइबा आवश्यक अटे आ पाद धोइबार कार्य करी जीशु आम मानकु उदाहरण प्रेजेंट करिसंती जेमती मु कली तमे भी सेमती करो किंतु समय एमती हो जाए बेले बेले आमे भाबू अरे जीशु जेमती कला ताठू भी आमे अन्य वाक्य को कोट करू कौन अन्य वाक्य कोटा को कोट करू आमे से आर वाक्य कोट करू अरे तुमे जीशु कोटो भी और अधिक बड़ काम करी पकेबो ए वाक्य को आमे कोट करू लिखा हिची ना वाक्य रे तुमे जीशु जो भाबे कार्य करथिले ताठू भी और बड़ बड़ काम करबो अरे बाबा करबा मना नुओ किंतु जो आसुची कैरेक्टर विषय चरित्र विषय जेपरी ख्रीष्ट जीशुंकर मन थिला नम्रता मन से ख्रीष्ट निजे ईश्वर होइबि भी ईश्वर बोली मन रखिबार विषय को से त्याग कर देइछंती से आपना को एम्प्टी करिछंती शून्य करिछंती शून्य करिछंती आ जेते बेले से शून्य कले पिता परमेश्वर भी ताको आशीर्वाद देले क्विकली मु आगु बढ़िबी केवल से ईश्वर रूपी होई कि ईश्वर भाबे मन न रखिबा कथा को हम देखि पारनु तापर सात को जदि हम देखिबा किंतु मनुष्य सदृश्य होई दास रूप धारण करी आपना को कोन कले बोल लिखा जायछि शून्य कले दिस इज द कैरेक्टर ऑफ जीसस क्राइस्ट ए हाउची ईश्वर जीसु ख्रीष्टकर स्वभाव एई दिन मानकरे आमे केते जणा निजको शून्य करिया पई चेष्टा करूछु आमे भाबुछु मो भीतर भरी जाईछि जिंस सब मु टैलेंटेड अछि मु ज्ञान पाइछि वाक्य कहिबार जानिछि लीडिंग करिबार जानिछि प्रार्थना करिबार जानिछि एही पारे सब जानि कि परमेश्वर महिमा निमंत व्यवहार होई पारुछु किंतु ताटु बडी करी आसंतु आमे शून्य करिबा को पड़िबो जेते आमे शून्य करिबा खाली करिबा निश्चय पुनर्बार आम मानकर पिता परमेश्वर एक नूतन विषय आम मानकु पूर्ण करिवे हालेलुया हालेलुया मोर एग्जांपल देखिया पई चाहे एठारे आपण देखि पारते मोर ग्लास टा गोटे अछि ग्लास देखि पारछन कि नै कि वर्तमान एटा एम्प्टी अछि खाली ग्लास अछि तबे मो एठारे किछि भरि पारिबे करेक्ट जदि एटा भरि जाइतिबो जदि मु पानी भर देली एठी कोन भरि पारिबी कि मु ता ऊपर above that can I put something no जदि रखिबी भी भरितिबा ऊपर कोन जिंस डाली भी सेटा कोन से भीतर को जीवो नेवर जदि एम्प्टी अछि एटार मु पानी डालू चाहा डालू क्षीर डालू आइसक्रीम डालू जहा डालू एटारे पळै जीवो सेम बेरे जदि मनुष्य जीवन रे आमे हेई पारे सेवक हेई थाओ हेई पारे आमे कोन हेई थाओ जहा भी हेई थाओ आमको जीशु ख्रीष्टंक भली शून्य करने को पड़ो जिते बेले आपना को आम ख्रीष्टंक भली शून्य करवा तेरे ख्रीष्टंकर स्वभाव रे आमे परिणत हो बोलो हालेलुया सुप्रिय बंधुगण सी कौन कले जीशु ख्रीष्ट कौन कले सी ईश्वर रूपी हेले हे ईश्वर कथ समान हो रहा निज निमंते धैर्य रखार विषय मन कले ना किंतु मनुष्य सदृश्य होई दास रूप धारण कर आपना को शून्य कले पुणी 8 वचन देखो 8 वाक्य देखो पुणी मनुष्य भाव रे देखा जाई मृत्यु पर्यंत हाँ क्रूसीय मृत्यु पर्यंत आज्ञा बह होई आपना को अवनत कले आपना को कौन कले उठेले नहीं अवनत कले हम्बलनेस रो कथा को जाउची डाउन करवा कथा कह जाउची निजे को तले पकेवा कथा कह जाउची की दरकार थले जीशु को तले पकेवार जीशु तो सब जिंस से फुलफिल करथिले होली लाइफ रो जो रिवार्ड पाइबा कथा प्रभु खुशी करी ताकू होतले जेतले बपतिस्मा पाइले जीशु जेतले बपतिस्मा पाइले नदी रु बाहरले स्वर्ग रु बाणी हला कोन बाणी हला जीशु को प्रति पिता को आडू कोन माने कुआ गला जो वाक्य कुआ गला किबा जो वॉइस आसिला कोन आसिला I am pleased with you बोली के कुआ गला that means हमें देखि पारचु already his father is pleased with him ताको पिता जीशुंकर जो स्वर्गीय पिता ताको सहित प्रसन्न अटंती that means qualified करचंती जीशु को you are the qualified in front of me से qualified करचंती but से qualified हला बेलो को भी again से 40 दिन उपवास पे जाउचंती जीशु ख्रीष्ट देखंतु
କାହିଁକି? ବିକଜ ଦ୍ୟାଟ୍ ଇଜ ହିଜ କ୍ୟାରେକ୍ଟର। ଏହା ହଉଛି ତାଙ୍କର ସ୍ୱଭାବ। ପ୍ରିୟ ବନ୍ଧୁଗଣ, ଆସୁ ଆଜି ଏଇ ସବୁ ସ୍ୱଭାବକୁ ଆମ ଜୀବନରେ ଲାଗୁ କରିବା ପାଇଁ ଚେଷ୍ଟା କରିବା। ଆଉ ଗୋଟେ ରିଜଲ୍ଟ ମୁଁ ଏଠି କହିକି ସମାପ୍ତ କରିବି। ଯେତେବେଳେ ଏଇ ସବୁ ବିଷୟ ଯୀଶୁ ଖ୍ରୀଷ୍ଟ ନିଜ ଜୀବନରେ କରିକି ଦେଖେଇଲେ, ହେଇପାରେ ଚେଲାମାନଙ୍କର ପାଦ ଧୋଇଲେ, ମାନେ ଶିଷ୍ୟମାନଙ୍କର ପାଦ ଧୋଇଲେ, ଆଉ କୁଷ୍ଠ ରୋଗୀ ମାନଙ୍କୁ ଯାଇକି ସ୍ପର୍ଶ କଲେ, ଆଉ ନିଜକୁ ଅବନତ କଲେ, ଆଉ ସେ ଈଶ୍ୱର ରୂପୀ ବିଷୟକୁ ମନରେ ନ ରଖି ତାକୁ ଫରଗେଟ୍ କଲେ। ବଢିଆ ରିଜଲ୍ଟ ଗୋଟେ ଆମେ ଦେଖିବାକୁ ପାରୁଛୁ। ଆଉ ଗୋଟେ ଜିନିଷ ସେଠି କରିଛନ୍ତି, ମୃତ୍ୟୁ ପର୍ଯ୍ୟନ୍ତ, କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଓବିଡିଏଣ୍ଟ ବୋଲିକି ଲେଖାଯାଇଛି। ଆଜ୍ଞାବହ ମାନେ ଇଂରାଜୀରେ ଓବିଡିଏଣ୍ଟ। ଓବିଡିଏଣ୍ଟ ଲାଇଫକୁ ସେ ଲିଭ୍ କଲେ। ଆଜ୍ଞାବହତା ଜୀବନକୁ ସିଏ ଯାପନ କଲେ। କରିବାରୁ ଆମେ ଶେଷ ବାକ୍ୟରେ ପଢିକି ସମାପ୍ତ କରିବାକୁ ଚାହିଁବା। 9 ବାକ୍ୟରେ ଦୟାକରି ପଢି ଦିଅନ୍ତୁ ଭଉଣୀ ସମସ୍ତଙ୍କ ନିମନ୍ତେ। 9 ବାକ୍ୟ। ଏହି କାରଣରୁ ଏହି କାରଣରୁ ଈଶ୍ୱର ତାହାଙ୍କୁ କିଏ 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 ତାହାଙ୍କୁ? ଈଶ୍ୱର ତାହାଙ୍କୁ ମାନେ କାହାକୁ? ଯୀଶୁଙ୍କୁ। ହଁ, ପଢନ୍ତୁ ଭଉଣୀ। ଅତିଶୟ ଉନ୍ନତ କରିଅଛନ୍ତି। ଅତିଶୟ, ଦେଖ, ନଟ୍ ଲାଇକ୍ ଜଷ୍ଟ ଲିଫ୍ଟ କଲେ, ଅତିଶୟ ୱାର୍ଡ ଲେଖାଯାଇଛି। ମାନେ ଅତ୍ୟଧିକ କଣ କଲେ? ଉନ୍ନତ କଲେ, କରିଅଛନ୍ତି। ସେ ଉନ୍ନତରେ କଣ ଦେଇଛନ୍ତି ରିୱାର୍ଡ? ପଢନ୍ତୁ ଫଲୋଇଂ ବର୍ଷ। ହଁ, ପୁଣି ସମସ୍ତ ନାମ ଅପେକ୍ଷା ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ ନାମ କରିଅଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଦାନ କରିଅଛନ୍ତି। କୁହନ୍ତୁ ହାଲେଲୁୟା। କଣ ଏଟା? ସର୍ବୋତ୍କୃଷ୍ଟ ନାମ। Above all names, he has given our greatest name by law, by our God, to Jesus Christ. ସବୁ ନାମଠୁ ଏକ ମହାନ ନାମ ଯୀଶୁ ଖ୍ରୀଷ୍ଟଙ୍କୁ ଦିଆଗଲା। କାହିଁକି ଦିଆଗଲା? ତାଙ୍କର ସ୍ୱଭାବ ଯୋଗୁଁ। ତାଙ୍କର ସ୍ୱଭାବ ଯଦି ଈଶ୍ୱରୀ ସ୍ୱଭାବ ହେଇନଥାନ୍ତା, ତେବେ ପିତା ବି ତାଙ୍କୁ ସବୁ ନାମଠୁ ସର୍ବଶ୍ରେଷ୍ଠ ନାମର ରିୱାର୍ଡକୁ ଦେଇନଥାନ୍ତେ। ଆଜି ସମସ୍ତ ନାମ ମଧ୍ୟରେ କେବଳ ଯୀଶୁଙ୍କ ନାମ ଉଚ୍ଚତମ ନାମ ଅଟେ। ହାଲେଲୁୟା। ଏଇଠାରେ କାହା ନାମରେ ଆମେ ଏକତ୍ରିତ ହେଇଛୁ? ଯୀଶୁଙ୍କ ନାମରେ ଏକତ୍ରିତ ହେଇଛୁ। ଭାଇ, କରଙ୍କ ନାମରେ ଆମେ ଏଠି ଏକତ୍ରିତ ହେଇଛୁ। ହେଇପାରେ କର ପରିଶ୍ରମ କରୁଛନ୍ତି, ତାର ପ୍ରତିଫଳ ପ୍ରଭୁ ତାଙ୍କୁ ଦେବେ। କରଙ୍କୁ ଦେଖିକି ଆମେ ଏଠାରେ ଏକତ୍ରିତ ହେଇପାରୁନୁ। କୌଣସି ଜୁମ୍ ହଉ, କୌଣସି ଫେଲୋସିପ୍ ହଉ, କୌଣସି ସଭା ହଉ, ବଡ ସଭା ହେଲେ ବି ଆମେ ଯୀଶୁଙ୍କ ନାମରେ ଏକତ୍ରିତ ହଉଛୁ। କାହିଁକି? ସେ ନାମ ସର୍ବଶ୍ରେଷ୍ଠ ନାମ ଅଟେ। ଏହା ହଉଛି ଯୀଶୁଙ୍କର ସ୍ୱଭାବ, ଏବଂ ସ୍ୱଭାବ ଧାରଣ କରିବା ଯୋଗୁଁ ତାଙ୍କୁ ଈଶ୍ୱର ଆଡୁ ପରିଣାମ ବି ପ୍ରାପ୍ତ ହେଇଯାଇଛି। ପ୍ରିୟ ବନ୍ଧୁଗଣ, ମୁଁ କହିବାକୁ ଚାହେଁ ଭେରି ସିମ୍ପଲ ୱେରେ, ବହୁତ ସିମ୍ପଲ ୱେରେ। ଆସୁ, ହେଇପାରେ ଆମମାନେ ବି ୟାର୍ଡ ଭଳିଆ ଟ୍ରାଡିସନ ଅବଜରଭେସନ କରୁନଥିବୁ, କିନ୍ତୁ ଏଇ ଦିନ ମାନଙ୍କରେ ଆମେ ବି କଣ କରୁଛୁ? ଏଇ ଦିନ ଉପବାସ, ପ୍ରାର୍ଥନା, ତମାମ ଜିନିଷ ଗୁଡାକ ନିଜ ଜୀବନରେ ଲାଗୁ କରି ଧାର୍ମିକତାରେ ବଢିବା ପାଇଁ ଚେଷ୍ଟା କରୁଛୁ। ଏଇ ସବୁ ଧାର୍ମିକତାରେ ଯଦି ଯୀଶୁଙ୍କ ପରି ହେଇ ନ ପାରୁଛୁ, ସବୁ ଧାର୍ମିକତା ସେଥିରେ କୌଣସି ବି ଲାଭ ହବ ନାହିଁ। ଯାହା ବି ଧାର୍ମିକତାର ଏଟିଟ୍ୟୁଡ ଗୁଡାକ ଆମେ ପାଳନ କରୁଛୁ, ସେଥିରେ ଲାଭ ହବ ନାହିଁ। ତେଣୁ ଯୀଶୁଙ୍କ ପରି ମନ ହେବା, ଯୀଶୁଙ୍କ ପରି ସ୍ୱଭାବ ହେବା, ଏବଂ ତାଙ୍କୁ ଯେପରି ପିତା ପରମେଶ୍ୱର କଣ କଲେ? ସବୁ ନାମଠୁ ଶ୍ରେଷ୍ଠ ନାମର ଉପାଧିକୁ ଆଉ ତାଙ୍କୁ ପ୍ରଦାନ କଲେ। ଆସୁ ଆମେ ମାନଙ୍କୁ ବି ପରମେଶ୍ୱର ସର୍ବୋତ୍ତମ ମୁକୁଟ ଦେବା ପାଇଁ ଚାହାନ୍ତି। ଆଉ ସେ ସର୍ବୋତ୍ତମ ମୁକୁଟ ସେତେବେଳେ ହିଁ ପ୍ରାପ୍ତ କରିପାରିବା, ଯେବେ ଯଦି ଆମେ ଯୀଶୁଙ୍କ ଭଳି ସ୍ୱଭାବରେ ପରିଣତ ହେଇପାରିବା। ହାଲେଲୁୟା। ସୋ ଗଡ୍ ବ୍ଲେସ୍ ୟୁ। ଆସନ୍ତୁ ଏଇ ଦିନ ମାନଙ୍କରେ ଯେମିତି ଆମେ ଯୀଶୁଙ୍କ ପରି ହେଇପାରିବା, ସେଥିପାଇଁ ମୋତେ ଚେଷ୍ଟା କରିବା। ମୁଁ ଛୋଟ ପ୍ରାର୍ଥନା କରିବି, ତାପରେ ସମାପ୍ତ କରିବି। ସର୍ବସାମର୍ଥୀ ପ୍ରିୟ ପରମେଶ୍ୱର ପିତା, ତୁମରି ମହାନାମର ଧନ୍ୟବାଦ କରୁଛି, ସ୍ତୁତି କରୁଛି, ପ୍ରଶଂସା କରୁଛି। ପ୍ରଭୁ, ସୁନ୍ଦର ସମୟ ନିମନ୍ତେ ଆଜି ସକାଳୁ ପୁନର୍ବାର ପ୍ରଭୁ ମାନଙ୍କୁ ରିମାଇଣ୍ଡ କରାଇଲେ କି ପରମେଶ୍ୱର ପିତା, ତୁମେ ତୁମରି ସେ ପୁତ୍ରଙ୍କର ଯୋଉପରି ସ୍ୱଭାବ ଥିଲା, ମନୋଭାବ ଥିଲା, ସେଇପରି ଆମେ ଏକ ଖ୍ରୀଷ୍ଟୀୟ ଭକ୍ତ ହେବା ଯୋଗୁଁ ପ୍ରଭୁ ଆମ ମାନଙ୍କର ବି ସ୍ୱଭାବ ସେଇଭଳି ହେଇଯାଉ।
जदि आमे सेही भली स्वभाव रे परिणत हो निश्चय पिता जेपरी निज पुत्र को सबु नाम ठू श्रेष्ठ नाम उपाधि देइतिले आम मान को पिता सेही भली अत्यधिक आशीर्वाद को दे पारिबो जदि प्रभु आमे केवल ए ट्रेडिशनल ऑब्जर्वेशन होई कि रहि जिबा निजको जदि आमे एम्प्टी करिबा नाही जदि आम माने सेवक हेई परिबा नाही तबे केबे भी ख्रीष्टंकर जे सदृश मनोभाव हेई परिबा नाही सेते प्रभु आम मान को आउरी भी कथा को आम मान को आउरी भी बल दिए शक्ति दिए जद्वारा कि ख्रीष्टंक भली होई आमे तुमर सेवा कार्य रे आगे पारिबो प्रभु परमेश्वर पिता प्रार्थना करुचे एतबेले विशेष करी प्रभु ए सुंदर जो प्लेटफॉर्म निमंते रेवरेंड कर आज्ञा निमंते बहुल भाव तांको आशीर्वाद कर सर्वदा प्रभु तांके बर्डन रखी कि प्रभु डे एवरी डे प्रभु जो এই जो संचालन करती सभा को या এই मीटिंग्स को प्रभु अनेक प्रकार वाक्य द्वारा मैंने आशीषित होई थाओ केवल वाक्य सुनिबा लोक न होई ताको प्रभु से हिसाब रे निज जीवन को बदलैबा लोक होई पारिबो सेटा सहाय्य करो एवं ताको सेवा कार्य को बहुल भाव आशीर्वाद करो धन्यवाद प्रभु प्रार्थना सुनलो आम समस्त को आशीर्वाद कलो गौरव महिमा स्तुति वंदना पूजा अर्चना समस्त विषय तुमको दे त्राणकर्ता यीशु नाम रे एक क्षुद्र निवेदन मागुछु आमेन आमेन थैंक यू प्रेज द लॉर्ड एवरीवन Praise the Lord, praise the Lord. बहुत बहुत धन्यवाद आज्ञा आज्ञा को संबोधन करने पूर्व आमर जेना आज्ञा जुगल जेना आज्ञा कटिबे नाही एवं वक्ता मध्य कटिबे नाही आशीर्वाद करिवे बहुत बहुत धन्यवाद आज्ञा अति सुंदर वाक्य आमान को आज कही गले ख्रीष्ट जीशुंकर जेपरी मन थिला तुममानंकर सेही भली मन हे प्रकृत रे आमानंकर ख्रीष्टंकर मन नम्रर मन थिला दयार भावर मन थिला क्षमार मन थिला सेही वाक्य को आमानंकु पुंखानुपुंख भावरे सुंदर शिक्षा परामर्श वाक्य दे अछंती सेति पाई बहुत बहुत धन्यवाद आज्ञा प्रभु आपनंकु आपनंक परिवार को आपनंक सेवा जीवन रे बहुल बहुल भावरे आशीर्वाद प्रदान करंतु प्रकृत रे से कि भली आमानंकु प्रेम कले कि भली मन देले आमे जेतेबेले पापी थिलु आमे जेतेबेले अधर्म रे पतित थिलु सेही समय रे ईश्वरंकर इच्छा को साधन करिया पाई धरा पृष्ठ को से आसिले स्वर्ग सुख को परित्याग करी स्वर्गर मुकुट को परित्याग करी हम पापी मानक निमंते आमे जे दुख भोग सप्ताह रे अछु आपण कहिला भली आउ से आमानक पाई आसी से आमानक पाई प्राण देले के आमानक पाई प्राण देई पारे जीवन देई पारे रक्त देई पारे मांस देई पारे निज को चूर्ण करि पारे एमंत जगत रे के अछंती प्रकृत रे से आमानक निमंते कि भली मनोयोगी परमेश्वर कि भली स्वभाव धरी से जगत को आसिले तांको स्वभाव आमठारे अछि कि तांको परि गुण आमठारे अछि कि जे आमे सेही भली से जे परि कार्य करी उत्कृष्ट नाम पाइथिले आमे सेही नाम पाइबा तांको नाम परि तो आमे पाइबा नाही जीवन पुस्तक रे आम नाम लिखित हेबो कि आमे निजे निज को परीक्षा करू चिंता करू कारण जगत रे जदि आमे अछु तांको विधि तांकर आज्ञा तांकर नियम तांको परि नम्र जीवन तांको परि स्वभाव धारण कले आम्हानक नाम जीवन पुस्तक रे लिखित हेबो आ से राज्यर अधिकारी आमे हेई परिबा जदि आमे वाक्य को पालन करिबा नाही ताहेले तांको राज्यर अधिकारी आमे होई परिबा नाही तेणु आसु एही दिन मानकरे आसु दुख आसु निंदा आसु ताड़ना आसु अपमान आमे जीशुंको स्वभाव धारण करिबा निजको नम्र करिबा अन्य प्रति दयार भाव देखाइबा अन्य को क्षमार भाव देखाइबा ताहेले निश्चय आमे तांको राज्यर अधिकारी हेबा सुंदर शिक्षा परामर्श वाक्य प्रभुंकर दास आमानकर पालक डॉक्टर विश्व आज्ञा आज आमानक प्रभात समय रे सुशिक्षा सुपरामर्श देई अछंती सेति पाई